समीरण पाई नीति परस तोरा सूरज आलोकी देखी रूप तोरा समीरण पाई नीति परस तोरा सूरज आलोकी देखी रूप तोरा छाई परी रही अछु छाई परी रही अछु पासे मोहरा पासे मोहरा समीरण पाई नीति परस तोरा सूरज आलोकी देखी रूप तोरा बाट बणा हेबी काड़े रही आखि पलकरे धैर्य साहस देउछु चालिबाकु ए पथरे बाट बणा हेबी काड़े चालिबाकु ए पथरे धैर्य साहस देउछु चालिबाकु ए पथरे तो बिना मो कथा तो बिना मो कथा के भावी पारे के भावी पारे समीरण पाई नीति परस तोरा सूरज आलोकी देखी रूप तोरा भूली जीवी काढ़ी थरे चालू चालू ए बाटरे धैर्य साहस देउछु रही आखि पलकरे भूली जीवी काढ़ी थरे चालू चालू ए बाटरे धैर्य साहस देउछु रही आखि पलकरे तो बिना मो कथा तो बिना मो कथा के भावी पारे के भावी पारे समीरण पाई नीति परस तोरा सूरज आलोकी देखी रूप तोरा छाई परी रही अछु छाई परी रही अछु पासे मोहरा पासे मोहरा समीरण पाई नीति परस तोरा सूरज आलोकी देखी रूप तोरा। करुणामयी माँ परम प्रभु श्री अरविंद समानस्पद श्रीपति भाई समानस्पद भवेश भाई समस्त उपस्थित भाई बहना विषय हूँ सार्थक जीवन। माँ को गोटे प्रश्न पचराला जीवन मान कौन माँ कहले जीवन अर्थ हूँ बंचिया बंचब ना बंचिला भाया बंचब जीवन प्रकृत अर्थ हूँ जीवन जो मूल उत्स आसी आनंद पाखु आनंद बंचब आनंद बंचा हूँ जीवन प्रकृत लक्ष्य और प्रकृत उद्देश्य। पूर्णिमा को पचराला मनीष कौन सत्य आनंद बंची पार ना कहले आनंद बंचिया ही तार अधिकार
ସୂର୍ଯ୍ୟଲୋକ ମଣିଷ ପାଇଁ ଅଧିକାର, ବାୟୁ ମଣିଷ ପାଇଁ ଅଧିକାର, ଶିଶୁଟେ ମା କୋଳକୁ ଯିବା ତାର ଅଧିକାର। ଏ ଅଧିକାରରୁ କେହି ତ ବଞ୍ଚିତ କରିପାରିବେନି। ସ୍ୱାଧୀନତା ବି ମଣିଷର ଅଧିକାର। ପ୍ରତ୍ୟେକ ମଣିଷ ସ୍ୱାଧୀନରେ ବଞ୍ଚିବା ଚାହାନ୍ତି ଏବଂ ସ୍ୱାଧୀନରେ ବଞ୍ଚିବା ମଧ୍ୟ ଆବଶ୍ୟକ। ଠିକ୍ ସେମିତି କଲେ ଆନନ୍ଦରେ ବଞ୍ଚିବା ତାର ଅଧିକାର। ମଣିଷ ଆନନ୍ଦରେ ବଞ୍ଚିପାରୁନି, ତାର ବିଭିନ୍ନ କାରଣ ଅଛି। ମା ତାକୁ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଜାଗାରେ ଯେମିତି ଭାବରେ ଆଲୋଚନା କରିଛନ୍ତି, କୋଉ କୋଉ ଜାଗାରେ ଆଲୋଚନା କରିଛନ୍ତି ସେଇ କଥାକୁ ଉଦ୍ଧାର କରି କିଛି କହୁଛି। ମା କହିଲେ ମଣିଷ ଆନନ୍ଦରେ ରବଜିବାର ସବୁଠାରୁ ଯଦି ବଡ଼ ବାଧା କି ଅଛି ତାହା ହେଉଛି ତାର ଅହଙ୍କାର। ମଣିଷ ଯେତେ ଅହଂଶୂନ୍ୟ ହବ, ଯେତେ ଇଗୋଲେସ୍ ହବ, ସେତେ ଆନନ୍ଦରେ ବଞ୍ଚିବ। ପୁଣି ମାଙ୍କୁ ପଚରା ଯେ ମା ଅହଂଶୂନ୍ୟ ଜଣେ କେମିତି ହବ? ମଣିଷ ତ ରକ୍ତ ଶିର ପ୍ରଶିର ଅହଂ ଭର୍ତ୍ତି ହେଇକି ଅଛି, ଜଣେ ଅହଂଶୂନ୍ୟ କେମିତି ହବ? ମା କହିଲେ ଯାହାର କିଛି ନାହିଁ ସେ ଲୋକ ସେତେ ଅହଂଶୂନ୍ୟ। ଯୋଉ ଲୋକ ଯେତେ ଖାଲି ହେଇପାରିବ, ହାଲକା ହେଇଯିବ, ଫାଙ୍କା ହେଇଯିବ, ନିଃସ୍ୱ ହେଇଯିବ, ସେ ଲୋକ ସେତେ ଅହଂଶୂନ୍ୟ ହବ। ଏଠି ଆମେ କେହି ବୁଝିପାରନ୍ତି ଫାଙ୍କା ବା ହାଲକା ବା ନିଃସ୍ୱ ହବ ମାନେ ଯାହାର କିଛି ନାହିଁ, ମାନେ ବୋଧେ ଘର ଦ୍ୱାର ଟଙ୍କା ପଇସା ଜମିବାଡି ବୋଧେ ଏଇ ଉଦ୍ଦେଶ୍ୟରେ ବୋଧେ ମା କହୁଛନ୍ତି। ମା ସେ କଥା କହୁନାହାନ୍ତି। ମା ଠିକ କହୁଛନ୍ତି ଜଣେ ଯେତେ ନିଜକୁ ନିଜ ସହିତ ମିଶେଇ ଦେଇପାରିବ ଭଗବାନଙ୍କ ସାଙ୍ଗରେ। ନିଜର ଗୋଟେ ଅହଂ ଚେତନା ଅଛି, ନିଜର ଗୋଟେ ଆତ୍ମଚେତନା ଅଛି। ବର୍ତ୍ତମାନ ମନୁଷ୍ୟ ଅହଂ ଚେତନା ଭିତରେ ବଞ୍ଚୁଛି, ଆତ୍ମଚେତନାଠୁ ଦୂରେଇକି ଅଛି। ସେ ଯେତିକି ଆତ୍ମଚେତନା ଭିତରେ ବଞ୍ଚିବ ସେ ସେତିକି ଆନନ୍ଦରେ ବଞ୍ଚିବ। ଏଠି ଜଣେ ସାଧନା କରିକି ତପସ୍ୟା କରି ଜଣେ ଭଗବାନଙ୍କୁ ପାଇପାରେ, ଜଣେ ଝାଡୁ କରିକି ମଧ୍ୟ ଅହଂଶୂନ୍ୟରେ ଭଗବାନ ପାଇପାରେ, ବାସନ ମାଜି ମଧ୍ୟ ଭଗବାନ ପାଇବା ଆମ ସାମ୍ନା ଦୃଷ୍ଟାନ୍ତ ଅଛି। ତେଣୁ ଜଣେ କଣ କର୍ମ କରୁଛି ସେଇଟା ବଡ କଥା ନୁହେଁ। କର୍ମ କଲାବେଳେ ଜଣେ କୋଉ ମନୋଭାବରେ କୋଉ ଭାବନାର କର୍ମ କରୁଛି ସେଇଟା ହେଉଛି ବଡ କଥା। ନାରଦ ଜଣେ ଅହଂଶୂନ୍ୟ ଭକ୍ତ ମର୍ତ୍ତ୍ୟରୁ ବୁଲି ବୁଲି ଯାଇକି କୈଳାସରେ ପହଞ୍ଚିଲେ ଏବଂ ଭଗବାନ ଶିବ ପାର୍ବତୀ ଥାଆନ୍ତି। ଶିବ ପାର୍ବତୀ ଉଭୟ ଏକାଠି ବସିଥିଲା ବେଳେ ନାରଦ କହିଲେ, ମୁଁ ଆଜି ମର୍ତ୍ତ୍ୟରେ ଏମିତି ଗୋଟେ ଜାଗା ଦେଖିକି ଆସିଲି ଯୋଉଟା ହଉଛି ନିତ୍ୟ ବୃନ୍ଦାବନ। ନିତ୍ୟ ରାସଲୀଳା ସେଠି ଚାଲିଛି। ସେ ଜାଗାରେ କେବଳ ଆନନ୍ଦ ହିଁ ଆନନ୍ଦ। ଏବଂ ଯୋଉ ଭଗବାନ ଶ୍ରୀକୃଷ୍ଣ ଯେତେ ଗୋପ ଗୋପୀମାନେ ସବୁ ଅଛନ୍ତି ସେମାନେ ଆନନ୍ଦରେ ତ କିଛି ଜାଣନ୍ତି ନାହିଁ, କେବଳ ଆନନ୍ଦରେ ହିଁ ବସୁଛନ୍ତି। ପାର୍ବତୀ ଶୁଣିଦେଲା କ୍ଷଣି ସାଙ୍ଗେ ସାଙ୍ଗେ କଲେ, ତାହେଲେ ମୋର ସେ ଜାଗାକୁ ଯିବାର ଅଛି ଏବଂ ଆନନ୍ଦକୁ ପାଇବାର ଅଛି। ସେ ଜାଗା ଛାଡ଼ିକି ସାଙ୍ଗେ ସାଙ୍ଗେ ପାର୍ବତୀ ଆସିଗଲେ। ମର୍ତ୍ତ୍ୟରେ ଯୋଉ ଜାଗାରେ ପହଞ୍ଚିଲେ ଦେଖିଲେ ଦ୍ୱାର ମୁହଁରେ ଜଣେ ଜଗୁଆଳି ଅଛି, ଭିତରେ ଭଗବାନ ରାସଲୀଳା କରୁଛନ୍ତି, ନିତ୍ୟ ବୃନ୍ଦାବନ ସେଠି ବିରାଜିତ। ପାର୍ବତୀ କହିଲେ, ମତେ ଛାଡ, ମୁଁ ସେଠିକି ଯିବି, ନିତ୍ୟ ବୃନ୍ଦାବନ ଦେଖିବି। ସେ ଜଗୁଆଳି କହିଲେ, ସେଠିକି ଯିବା ପାଇଁ ହେଲେ ତା ପୂର୍ବରୁ ଗୋଟେ ସର୍ତ୍ତ ତମ ପାଇଁ ଅଛି, ସେ ସର୍ତ୍ତକୁ ପାଳନ କରି ଯାଇପାରିବ। ସେ କହିଲେ, ସର୍ତ୍ତଟି କଣ? ଧୂଳିରେ 7 ଥର ଗଡିବାକୁ ହବ। ପାର୍ବତୀ ଭାବିଲେ ଏମାନେ କେହି ବୋଧେ ମତେ ଚିହ୍ନି ନାହାନ୍ତି, ମୁଁ କୋଉଠୁ ଆସିଛି, ମୋର ବାଇଡାଟା କଣ ବା ମୁଁ କିଏ, ଏମାନେ ବୋଧେ କେହି ଜାଣିନାହାନ୍ତି, ମତେ ପୁଣି ଧୂଳିରେ 7 ଥର ଗଡିବା ପାଇଁ ଏମାନେ କହୁଛନ୍ତି। ପାର୍ବତୀ ଅହଙ୍କାରରେ ଅଭିମାନରେ ଫେରିଗଲେ। ଭାବିଲେ ଯାଇକି ଗୋଟେ ଏକାନ୍ତରେ ବସିବି, ତପସ୍ୟା କରିବି, ସେ ଶ୍ରୀକୃଷ୍ଣ ନିଜେ ଆସିକି ମତେ ପାଛୋଟି ନେବେ, ଡାକିକି ନେବେ, ମୁଁ କାହିଁ ଧୂଳିରେ ଗଡ଼ିବି। ପାର୍ବତୀ ଧୂଳିରେ ଗଡ଼ିଲେନି, ଚାଲିଗଲେ। ଅନେକ ଦିନ ବିତିଗଲା। ଶ୍ରୀକୃଷ୍ଣ ଆସିଲେ, ଶିବ ଆସିଲେ, ଆସିକି ପହଞ୍ଚି କଲେ ପାର୍ବତୀ କାହିଁକି ଆସିନାହାନ୍ତି ବୋଲି ଆସିକି ପହଞ୍ଚିଲେ। ଦେଖିଲେ ଗେଟ୍ ମୁହଁରେ ଜଗୁଆଳି ଆସନ୍ତି, କହିଲେ ମୁଁ ସେ ଭିତରକୁ ଯିବି, ମତେ ଛାଡ଼ନ୍ତୁ। ସେ କହିଲେ ଆପଣ ସେଠି ଯିବାକୁ ହେଲେ ଧୂଳିରେ 7 ଥର ଗଡ଼ିବାକୁ ହବ, ଆପଣ ପାରିବେ? ଶିବ କହିଲେ 7 ଥର କଣ, 14 ଥର ଗଡ଼ିବି, 21 ଥର ଗଡ଼ିବି, ମୋର ଆନନ୍ଦ ଦରକାର, ମୋର ନିତ୍ୟ ବୃନ୍ଦାବନ ଦେଖିବା ଦରକାର। ଧୂଳିରେ ଗଡ଼ିଲେ, ଭିତରକୁ ଗଲେ। ଟିକେ ଅହଙ୍କାର ପାଇଁ ପାର୍ବତୀ ବଞ୍ଚିତ ହେଇଗଲେ। ଶିବ ଟିକେ ଅହଂଶୂନ୍ୟ ଭାବ ପାଇଁ ଭଗବାନଙ୍କ ସାକ୍ଷାତ ଦର୍ଶନ କଲେ, ନିତ୍ୟ ଆନନ୍ଦ ପାଇଲେ। ମଣିଷ ଭିତରେ ଏଇ ଅହଂ ହିଁ ଆମକୁ ଗୋଟେ ବିରାଟ ଜୀବନ ଭିତରୁ ଧୀରେ 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 ପୃଥକ କରିଦିଏ। ଅହଙ୍କାର ହଉଛି ଗୋଟେ ଭାଗ ଭାଗ କରିବାର ଭାବ। ଅହଙ୍କାର ହଉଛି ଗୋଟେ ଦ୍ୱିବିଧ ଭାବ। ମଣିଷ ଯେତିକି ନିଜ ଭିତରେ ଅହଙ୍କାରକୁ ନେଇକି ବଞ୍ଚିବ ସେତିକି ତା ଜୀବନରେ ଭିତରେ କଷ୍ଟ ଦୁଃଖ ହିଁ ଆସିବ। ପାଣି କେବେ ପଥରକୁ ବୁଡ଼ାଏ ନାହିଁ, ପଥର ନିଜେ ପାଣିରେ ବୁଡ଼ିଯାଏ। ଆଉ ଯୋଉ ପଥର ଯେତିକି ଓଜନିଆ ଆସେ ସେତିକି ତଳକୁ ବୁଡ଼ିବ।
भगवान केबे काहा कष्ट दियंती नहीं, काहा दुख दियंती नहीं। जो मनुष्य जति अहंकार बंचो से सेति कष्ट पाइब। पवन हेले बात्या हेले दुर्बल गछ को पवन बात्या भांगी देनी, दुर्बल गछ जी भांगी जाए। जीवन में कष्ट आसु, बाधा आसु, विघ्न आसु, जहा आसु, दुर्बल लोक हारी जाती, दुर्बल लोक भांगी पड़ती। एवं से माने प्रकृत मनीष जो माने जीवन में ये सकल समस्या को अतिक्रम कर आगू जाती। आम सम्मुखें आम प्रायः दुईटा जीवन कथा बेसी देखु, गोटे सफल जीवन, गोटे सार्थक जीवन। बहुत लोग सफल जीवन को गुरु दिखती। सफल माने कौन? फल सह सफल, जमी परिवार सह सपरिवार। ठीक सेमती सार्थक शब्द अर्थ हूँ कौन? अर्थ सह सार्थक। अर्थ कहले प्रकृतर माने तार माने यथार्थ, यथा अर्थ दूत यथार्थ। सेमती अर्थ सह सार्थक माने जीवन को प्रकृत अर्थ में प्रतिपादित कर सार्थक जीवन। ଆପଣ ଜଣେ ସଫଳ ଶିକ୍ଷକ ହେଇପାରନ୍ତି, ସଫଳ ଇଞ୍ଜିନିୟର ହେଇପାରନ୍ତି, ସଫଳ ଡାକ୍ତର ହେଇପାରନ୍ତି, ସଫଳ ବ୍ୟବସାୟୀ ହେଇପାରନ୍ତି। ସାର୍ଥକ ଶିକ୍ଷକ, ସାର୍ଥକ ଇଞ୍ଜିନିୟର, ସାର୍ଥକ ଡାକ୍ତର, ସାର୍ଥକ ବ୍ୟବସାୟୀ ସେ ଆହୁରି ଅଲଗା କଥା। ନା ଗୋଟେ ଯାହା ଲେଖିଛନ୍ତି ଆପଣଙ୍କୁ 100 ବର୍ଷ ବଞ୍ଚିବା ପାଇଁ 100 ବର୍ଷ ଆୟୁଷ ବି ଦରକାର ନାହିଁ। 100 ବର୍ଷ ବଞ୍ଚିବା ପାଇଁ 100 ବର୍ଷ ଆୟୁଷ କାହିଁକି ଦରକାର ନାହିଁ? ବିବେକାନନ୍ଦ 39 ବର୍ଷ ବଞ୍ଚିଥିଲେ, ଶ୍ରୀରାମ ଉଦାହରଣ ଦେଇଛନ୍ତି। ରାମକୃଷ୍ଣ ପରମହଂସ 50 ବର୍ଷ ବଞ୍ଚିଥିଲେ, शंकराचार्य 32 वर्ष बंचते। आज भी भारत वर्ष प्रत्येक भितर से चेतना जीवित होती। प्रत्येक भारतीय विवेकानंद को मन पकाती, प्रत्येक व्यक्ति शंकर को मन पकाती, प्रत्येक व्यक्ति मारे रामकृष्ण परमहंस जीवित होती। ओडिशा बाजीराव बंची, धर्मपद भी बंची, बेसी वर्ष बयस नुहे। धर्मपद 12 वर्ष बयस, बाजीराव 7 वर्ष बयस। तेणु बंचाई 100 वर्ष आयुष मोटे दरकार नहीं। जड़े आप कौन कर जीवन तैयारी हम। आम शास्त्र लिखा मुहूर्त जड़न श्रेय। धुआं ही बंचा आगे बर जलिया मरीजा बर भल। धुआं ही जड़े सब कहीं बचब किसी क्षण जड़ी जाओ। जड़ी गले तो घरटा आलु, जड़ी गले तो आलु को दब। तेणु जीवन में कष्ट पाई बंचा ये गोटे प्रकार, किंतु जीवन को बंचिला बेले बंचा सी आ गोटे प्रकार। गोटे उदाहरण आपको कौन धरत जड़े व्यक्ति 60 वर्ष बंचला, मन कर 60 वर्ष बंचला, 15 वर्ष हाईस्कल जीव, गोटे पराधीनता भर जीवन कटिगला। स्कूल भितर पराधीन, परिवार भितर पराधीन, कोचिंग सेंटर पराधीन। से गोटे व्यक्ति कौन कर? स्वाधीनता किसी ना, ना भल विवेक, ना विचार आसी, ना स्वाधीनता अच्छी, ना किसी काम कर। 45 वर्ष धरतु रोग आसीगला, डायबिटीज होगा कि हार्ट प्रोब्लेम होगा कि बीपी बाहरीगला। आउ बर्तमान कड़े जाकि कम करने सामर्थ्य नहीं। खरा बुझे मना, गाड़ी चलैया मना, खाइबा मना। धरतु 45 वर्ष पर आप 15 वर्ष रोगग्रस्त हो मेडिकल जाई सम कटिगला। 15 वर्ष छात्र अवस्था चलीगला, मैंने 30 वर्ष बर्तमान बार्धक्य 15 वर्ष चलीगला, छात्र अवस्था 15 वर्ष आउ मध्य 30 वर्ष रहा। 30 वर्ष भर शोबार केते घंटा पड़ेगा? दिन को 7 घंटा 8 घंटा शोचु माने 1/3 चलीगला। 30 वर्ष 10 वर्ष शोबार चलीगला। आउ जो 20 वर्ष रहा से 20 वर्ष भर आप चाकरी कले, परिवार कर्म कले, घर कर्म कले, बंधु बांधव कर्म कले, जो खुशी कर्म कले, भल कर्म के कले। तो मैंने आम जीवन बहुत समय देखा आम जीवन गोटे साधारण संस्था भाव नहीं जाऊँ। सार्थक जीवन यार बहुत ऊपर अच्छी, आउ अलग ही अच्छी। मतलब सार्थक जीवन जो आनंद बचा, प्रत्येक मुहूर्त आनंद बोल बचा। जीवन जब आनंद जड़े पाऊना, शांति पाऊना, सुख पाऊना, तो सी कि प्रकार जीवन? सुख गोटे अवस्था, शांति गोटे अवस्था, आनंद गोटे अवस्था। आप भल गोटे पिंधिदे शरीर को आप कि समय सुख लगे, भल बिछणा शुगले कि समय सुख लगे, से शांति नुहे। शांति हूँ आप गोटे भल पार्क देखा गले, गोटे कौ झरणा देखिले, कौ गोटे जंगल गले, गोटे भल संगीत शुणिले शांति मिलला। आनंद हूँ गोटे आत्मार अवस्था जहाँ ऊपर से लिखा जतवाच निवर्तनते अप्राप्य मनसा सह आनंद ब्रह्मण विद्वान न विभूति कुछ चलती। जतवाच निवर्तनते वाक्य जहाँ को प्रकाश करें ठीक अच्छे आनंद। आनंद को शब्द कहीहबनी। अप्राप्य मनसा सह मन से जापर ना। आनंद ब्रह्मण विद्वान ज्ञानी लोक मैंने, विद्वान लोक मैंने आनंद को पाती। न विभूति कुछ चलती। आनंद जी पाइला से भाग भाग देखिब ना। मनीष सब अशांति भितर बंचला आनंद केमी पाइब? लिखा अशांत से कुछ सुखम। अशांति लोक आनंद कौट पाइब, सुख कौट पाइब? पुणी लिखा संस्थात्मा विनाशति, सब सन्देह भितर तार मृत्यु निश्चित, विनाश आड़ जीव। तो मनीष यही सब गुण धीरे धीरे मनीष खुशी, सुख, शांति, आनंद धीरे छाड़ी नहीं जाऊँगी। मैं पुणी द्वितीय पॉइंट कहते से लोक से बेसी आनंद बचब जो मैंने स्पोंटानिटी भितर बंचती, स्वतःस्फूर्तता भितर। स्वतःस्फूर्तता हूँ प्रयास करके चेष्टा करने दरकार नहीं, भितर से जिन आस आपण पाखे टंका अच्छी, गाड़ी अच्छी, घर अच्छी, बैंक बालांस सब अच्छी,
मोर हस केते अच्छी रास्ता कड़े फुटपाथ रे बस स्टाण्ड आप देखिए 7 वर्ष बेटे थाड़ धरी भिक्षा मागुची हसी हसी भिक्षा मागुची ता पाखे कौन अच्छी ना घर अच्छी ना गाड़ी अच्छी ना टंका अच्छी ना भल पोशाक अच्छी ना भल खाइबा अच्छी किसी ना हसी हसी भिक्षा मागुची रास्ता कड़े देखु ट्रेन मान आप देखुना ना समस्त किए देखुना स्वतस्फूर्तता भितर खुशी आसे बापा ना धरत 50 लक्ष माँ ना 40 लक्ष छुआटा 2 वर्ष छुआ कि वर्ष छुआ ता ना टंका ना ये 3 जन तो बेसी खुशी किए बंचुची ना बापा ना माँ छुआटा बेसी खुशी बंचुची आम भर बहुत धारणा अच्छी टंका थे घर थे गाड़ी थे मनुष्य बेसी आनंद बंचो और से जीवन बोधे सार्थक जीवन हम पिलाटी पाखे किसी ना स्वतस्फूर्त भाव आनंद बंचुची पिलाटी ही बेसी तुम खुशी रहे कारण से गोटे स्वतस्फूर्तता भितर गोटे स्वाभाविक गतर बंचती मनुष्यटा स्वाभाविकता बहुत दूर बंची एवं यही शिशुर भावटा जो दूर बंची पाखे आपे आपे धीरे धीरे आनंद कमी जाऊँ जीवन यथार्थ सार्थकता कोटी कोटी कमी जाऊँ जड़े महात्मा किए कहते लिव लाइफ लास्ट डे लिव लंग फास्ट डे बंच शेष दिन भली शिख प्रथम दिन भली मन करतु आज ये सीढ़ी कथा कहे ये मोर शेष कहीं जापे आज भी मोर आप शेष साक्षात हो पाए हूँ आउ दिन आसपे आउ देखा न पारे ये कथा शेष कथा हो पाए सी कहते बंश शेष दिन बेले तमाने कि जानी आम कहूँ ना विश्वास को विश्वास ना मनुष्य यही मुहूर्त अच्छी परवर्त मुहूर्त ना जदि मनुष्य प्रति मुहूर्त जदि जीवन प्रति मनुष्यर एत कन्फिडेन्स ना एत भरोसा ना तेल आज जब जड़े कथा कह भल कथा कहीं न कह आज जो जड़े बंची खुशी कहीं न बचब आज जो जड़े भल व्यवहार न कर से व्यवहार मनुष्य कष्ट भी देदेव दुख भी देदेव से कहले लिव लाइफ लास्ट डे बंचटा शेष दिन भली आज भावी शेष दिन भली कारण मनुष्य हाथ में ना भविष्य मनुष्य हाथ में या राजसभा बसी युधिष्ठिर सहित 5 भाई जाक बस हठात जड़े व्यक्ति की आसिक युधिष्ठिर कहला आपको जड़े लोक किए डाकुची आप साक्षात कर युधिष्ठिर सागे कहले कहीदिव से लोक काली आसू काली साक्षात कर से लोक फेरीगला भीम से बड़ पाटी कले युधिष्ठिर अमर है युधिष्ठिर अमर है युधिष्ठिर कहले कथा कहीं कौच ना आप कहले कहीदिव काली आसिक देखा कर आप काली जाए निश्चय बचे ये ग्यारंटी बोध आप अच्छी मनुष्य जीवन पानी फुटका सागर सामान आप केमी कहे काली आसी देखा कर आप काली जाए बचे किसी ग्यारंटी अच्छी तथा आम कहू काली भगवान डाकिबा काली पाठचक्र करवा काली ध्यान करवा काली भल काम करवा आप भीष्म की इच्छा मृत्यु पाई कि काली 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 मनुष्य काली काली कर जीवन धीरे 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 नष्ट आड़क नहीं जो मनुष्य निज भर यही समय यही मुहूर्त को जब यथार्थ उपयोग न करे काली मुहूर्त केतबे आस क्या हाथ अच्छी किए कह कि जानी गोटे पिलाटी बापा कहला बापा गल 20 टଙ୍କା देल जोता हड़े किणी बापा टंका दे जोता टंका दे ठाकुर घर गला कबाड़ खोली पे ठाकुर गला हड़े जोता टंका देल ठाकुर कौन टंका धरते दे ठाकुर घरे ठाकुर टंका देले बापा बर्तमान टंका देले पिलाटी मन कष्ट आसिक सैकेल डेदेला फुटपाथ कड़े छिड़ा बहुत मन दुख किए केते कौन मागले दौरान जोता हड़े मागले बापा तुम दौन इमती बापा गोटे मन कष्ट मन दुख सैकेल डेरी छिड़ा देखुची सियाड़ू अपर दिग जड़े व्यक्ति दी पटे 2टा आशा बाड़ी गोड़टा आंठू पाख ना गोटे गोड़ गोटे गोड़े छुटे छुटे छोटी छोटी खाली पाखे डेनी आसूची पिलाटी सागे सागे बदलगला तार मनस्तत्व कहला हे भगवान मत जोता हाड़े देवाई टंका देने बोली मुझे तुमको अभियोग करी बापा पार्टी अभियोग करी ये लोक को जिते टका दामिका जोता देले भी पिंधि पारे कारण तार गोड़ ना मत सीना जोता देना गोड़ तो देच ये भावना आसीगले मनुष्य सब खुशी रही आम सब ऊपर देखु तल को देखु ना मुझे साइकेल चढ़ुची निजको हतहा कौच मत भगवान साइकेल देले मोटरसाइकेल वाला के आराम जाऊँगी मोटरसाइकेल चढ़ुते 4 चकिया गाड़ी वाला सहित कंपेयर करुँच से लोक के आराम जाऊँगी भितर बसिक एसी जाऊँगी जी 4 चकिया गाड़ी जाऊँगी सी हेलिकप्टर वाला सागर कंपेयर करुँच आम जानूना किसी लोक भी रास्ता फुटपाथ कटे भी शुई एत कष्ट भितर दैन्यता भितर दुख भितर लोक बंची से भावनाटी मनुष्य भर आसीपारे ये सकल अवस्था गतिक्रम जड़े आनंद में बची एक मनुष्य जानी तक जानी तेणु आउ गोटे पॉइंट कहते मनुष्य से बेस आनंद में बचो जो भितर प्रतिदिन प्रति मुहूर्त कृतज्ञतार बोधे बचो ग्रेटिट्यूड अवस्था यहाँ गोटे आत्मार गुण जड़े भल पोशाक पिंधिले शरीर को सजई पारे जड़े भल गुणर अधिकारी आत्मा को जड़े सजैब पोशाक जब जड़े जब आकृष्ट करें आत्मार गुण हूँ भल गुण भी जड़े सजेले भगवान भी आकृष्ट करेंगे भगवान भी आकृष्ट कर
ବାହାର ପୋଷାକ ଜଣେ ଶରୀରକୁ ସଜେଇ ପାରେ, କିନ୍ତୁ ଭଲ କର୍ମ ହିଁ ଜଣେ ଆତ୍ମାକୁ ସଜେଇବ, ଭଲ କର୍ମ ହିଁ ଜୀବନକୁ ସଜେଇବ। ଆମେ ଜୀବନ କାଳରେ ଯଦି କିଛି ଭଲ ନିଃସ୍ୱାର୍ଥପର କର୍ମ କରୁନାହୁଁ ବା ସେଗୁଡ଼ା ଯଦି ଆମେ କୃତଜ୍ଞତା ବୋଧରେ ଆମେ ବଞ୍ଚୁନାହୁଁ, ତାହେଲେ ଜୀବନ ଭିତରେ ସାର୍ଥକତା କୋଉଠୁ ଆସିବ, ଆନନ୍ଦ କୋଉଠୁ ଆସିବ? ଆପଣ ଯଦି କିଏ ଗୋଟେ ହାତ ଘଣ୍ଟା ଦିଏ ଆପଣ ତାକୁ ସାହସ କରିବେ ଥ୍ୟାଙ୍କ ୟୁ, କାରଣ ଘଣ୍ଟାଟେ ଘଣ୍ଟା ଦେବ, କିନ୍ତୁ ହାତଟା ଯିଏ ଦେଇଛି ତାଙ୍କୁ କେତେଥର ଆମେ ଥ୍ୟାଙ୍କ ୟୁ ବୋଲି କହିଛୁ? ଆପଣଙ୍କ ଘରେ ଏସିଟେ ଲଗାଉଛନ୍ତି, ଏସିଟା ଆପଣଙ୍କର, ସାରା ଜୀବନ ମୁଁ ଯେ ଅକ୍ସିଜେନ ନେଉଛି ସେ ଅକ୍ସିଜେନ କାହାର? ଭେଣ୍ଟିଲେଟରରେ ଡକ୍ଟର ଯଦି ଆପଣଙ୍କୁ ଅକ୍ସିଜେନ ଯଦି ସିଲିଣ୍ଡର ଲଗେଇ ବଞ୍ଚେଇ ଦେଲେ, ଆସିଲା ବେଳେ ତାଙ୍କୁ ଟଙ୍କା ଦେଇକି ଧନ୍ୟବାଦ ଦେଇକି ଆସୁ, ଆଜ୍ଞା ଆପଣଙ୍କ ଦୟାରୁ ବା ଆପଣଙ୍କ ସାହାଯ୍ୟ ଯୋଗୁଁ ରୋଗୀଟେ ଭଲ ହେଇକି ଯାଉଛି। 3 ଦିନ ପାଇଁ 5 ଦିନ ପାଇଁ ସେ ଡାକ୍ତର ପାଖରେ କୃତଜ୍ଞତା ଜଣେଇକି ଟଙ୍କା ଦେଇକି ଧନ୍ୟବାଦ ଦେଇକି ଆସୁଛୁ, ଜୀବନ ସାରା ମୁଁ ଅକ୍ସିଜେନ ପାଉଛି। ଘରେ ଯଦି ଗୋଟେ କିଏ ବଲ୍ବ ଦେଲେ ମାଗଣା ଧନ୍ୟବାଦ ଦଉଛି, ସାରା ଜୀବନ ଆମକୁ ସୂର୍ଯ୍ୟଟି ମିଳିଛି। ଚଷମାଟା ବହୁତ ଆପଣ କିଣି ପାରିଛନ୍ତି, କିନ୍ତୁ ଆଖିଟା କିଏ ଦେଇଛନ୍ତି ଆପଣଙ୍କୁ? ଆଖିଟା ପାଇଁ ଆମେ କେବେ କୃତଜ୍ଞତା ଜଣାଉନା। ଚଷମା ହଜିଗଲେ ମନ କଷ୍ଟ ହଉଛି, କିନ୍ତୁ ଆମେ କେବେ କୃତଜ୍ଞତା ଜାଣିପାରୁନୁ। ଚଷମା ସିନା ହଜିଗଲା, ଆଖିଟା ତ ଅଛି। ଜୋତା ହାଡ଼ ହଜିଗଲେ ଲୋକ ମନ କଷ୍ଟ କରନ୍ତି, କିନ୍ତୁ କେବେ ଭାବନ୍ତିନି ଗୋଡଟା ତ ଅଛି, ଗୋଡ ତ ହଜି ନାହିଁ। କୃତଜ୍ଞତା ହେଉଛି ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ଯଦି ଜଣଙ୍କ ଭିତରେ ଏମିତି ଭାବନା ଯଦି ବଦଳେଇ ପାରେ, ସେ ଲୋକର ଜୀବନ ଆନନ୍ଦ ଆସିବ। ଏବଂ ଆନନ୍ଦର ସୂତ୍ର ଆହୁରି ଗୋଟେ ଜାଗାରେ ଅଛି, ଆହୁରି ଗୋଟେ ଉତ୍ସରେ ଅଛି। ମୁଁ ମନେ ପକାଉଛି ଆପଣଙ୍କ ପାଖରେ ଗୋଟେ କଥା। ଏଇ 6 ବର୍ଷ କି 7 ବର୍ଷ ତଳେ ବାଙ୍ଗାଲୋର ଗୋଟେ ଟ୍ରେନଟେ ମୁମ୍ବାଇ ଯାଉଥିଲା। ରାତି 12ଟା ବେଳେ ହଠାତ୍ ସେ ଏସି ବଗି ଭିତରେ ଟିଟି ବସନ୍ତି। ଦେଖିଲେ ଗୋଟେ 10 ବର୍ଷର 11 ବର୍ଷର ଗୋଟେ ସୁନ୍ଦର ଗୋଟେ କଅଁଳ ଝିଅଟେ, ଭିକାରୀ ପିଲାଟି, ମାନେ ଫୁଟପାତରେ ସେ ଭିକ୍ଷା ମାଗି ବଞ୍ଚେ ସେ ଝିଅଟି, କିନ୍ତୁ ଛାନିଆରେ ବା ଭୟରେ ଗୋଟେ କେମିତି ଏସି ବଗି ଭିତରେ ପଶିଯାଇଛି। ଟିଟି ସେଠି ପଚାରିଲା ଟିକେଟ, ସେ ଛୁଆଟି କିଛି କହିଲା ନାହିଁ। ତାପରେ ଟିଟି ଏତେ ରାଗିଗଲା, ତତେ ଏଇଠୁ ଫୋପାଡ଼ି ଦେଇ ବାହାରକୁ ସିଧାସଳଖ କୁଆଡେ ପଡ଼ିକି ମରିଯିବ। ଛୁଆଟି କାନ୍ଦିଲା। ତାପରେ ହଠାତ୍ ଦେଖିଲା ସେ ଯୋଉ 3 ଟିକିଆ ଏସି ବଗିର ଉପର ସିଟ୍ ଜଣେ ଭଦ୍ର ମହିଳା ଥାନ୍ତି, ସେ ଜଣେ ଅଧ୍ୟାପିକା, ସେ ମୁମ୍ବାଇ ଯାଉଥାନ୍ତି, ବେଙ୍ଗଲୋର ମୁମ୍ବାଇ ଯାଉଛି ଟ୍ରେନଟା। ସେ କହିଲେ ଆଜ୍ଞା ସେ ପିଲା ଯଦି ଟିକେଟ କରିନି, ମୁଁ ତା ପାଇଁ ଟିକେଟ କରିଦେଉଛି, ତା ଯେତିକି ପଇସା ମୁଁ ଆପଣଙ୍କୁ ଦେଇଦେଉଛି, ଆପଣ ରାତିରେ ଫୋପାଡ଼ି ଦେଇ ପିଲାଟାକୁ ଯିବ କୁଆଡେ, ତାର କେତେ ଟିକେଟ ରେଟ୍ କେତେ, ଫାଇନ୍ କେତେ କହନ୍ତୁ, ମୁଁ ଦେଇଦେଉଛି। ସେ ଭଦ୍ର ମହିଳା ଜଣକ ତାଙ୍କ ବ୍ୟାଗରୁ ଖୋଲିକି ଟଙ୍କା ଦେଲେ। ସେ ଚାଲିଗଲା ପରେ ଟିଟିସି ସେ ମହିଳା ଜଣକ ଝିଅକୁ ପଚାରିଲେ ତୋ ନାଁ କଣ? ତୋ ନାଁ କିଛି କହିଲା। ତୋ ବାପା ମା କୁଆଡେ ଗଲେ? ନା ବାପା ମା ମୋର କେହି ନାହାନ୍ତି। ନା ଭାଇ ଭଉଣୀ? ନା ସେମାନେ ବି କେହି ନାହାନ୍ତି। ନା ତୁ କରୁଛୁ କଣ? ନା ଭିକ୍ଷା ହେଇକି ବଞ୍ଚୁଛି। ତାପରେ ସେ ଭଦ୍ର ମହିଳା ଜଣକ କହିଲେ ଗୋଟେ କାମ କର, ମୋ ସାଙ୍ଗରେ ମୋ ଘରକୁ ଚାଲ, ବାହାରେ ଭିକ୍ଷା ହେଇକି ବଞ୍ଚୁଛୁ, ମୋ ଘରେ କାମ କରିବୁ, ମୁଁ ତୋ ଦାୟିତ୍ୱ ନେବି, ତୋ କଥା ବୁଝିବି। ଏ ଝିଅଟି ତା ସାଙ୍ଗରେ ଗଲା। ଯେହେତୁ ସେ ଅଧ୍ୟାପିକା, ୟାର ଖାଇବା ପିଇବା କଥା ବୁଝିଲେ ଏବଂ ତାକୁ କିଛି ପଢିଲେ। 10 ବର୍ଷ 11 ବର୍ଷ ଝିଅଟା, ତାକୁ କିଛି ପଢିଲେ। ପଢିବା ପରେ ବର୍ତ୍ତମାନ ସେ ଝିଅଟି କ୍ଲାସ୍ ପାସ୍ କରି ଗଲା। 10 ବର୍ଷ 12 ବର୍ଷ ପରେ ତାଙ୍କର ଅନେକଙ୍କ ସହିତ ସବୁ ଚିହ୍ନା ସମ୍ପର୍କ ଅଛି, ବିଭିନ୍ନ କମ୍ପାନୀ ସହିତ, ବିଭିନ୍ନ ବଡ ବଡ ଲୋକଙ୍କ ସହିତ। ଗୋଟେ କମ୍ପାନୀ ସହିତ ଜଣଙ୍କର ଯିଏ ମ୍ୟାନେଜର ତାଙ୍କ ସହିତ କଥାବାର୍ତ୍ତା କରିକି ତାକୁ ଗୋଟେ କମ୍ପାନୀରେ ଚାକିରି ଦେଇଦେଲେ। ବର୍ତ୍ତମାନ ଝିଅଟି ଚାକିରି ପାଇଗଲା। ସେ କହିଲେ ମୁଁ ତ ସବୁଦିନ ନଥିବି ଏଇ ଜାଗାରେ, ତେଣୁ ତୁ ଗୋଟେ ଚାକିରି ଦେବ, ତୁ ବଞ୍ଚିଯିବୁ। ଯେହେତୁ ସେତେବେଳକୁ ସେ ଅନ୍ତତଃ ମେଟ୍ରିକ ପାସ୍ କରିସାରିଲାଣି, ପ୍ରାଇଭେଟଲି ବା ଡିଷ୍ଟାନ୍ସ ଏଜୁକେସନ ପର୍ଯ୍ୟନ୍ତ ପାଠ ପଢି ସେ ପାଇଯାଇଛି, ବର୍ତ୍ତମାନ ସେ ଚାକିରିଟି ସେ କଲା। ତାପରେ ସେ ମହିଳା ଜଣଙ୍କର ଟ୍ରାନ୍ସଫର ହେଇଛି ଚେନ୍ନାଇ। ମଝିରେ 15 ବର୍ଷ 20 ବର୍ଷ ବିତି ଯାଇଛି। ତାଙ୍କର ଆମେରିକାର ସାନ୍ ଫ୍ରାନ୍ସିସ୍କୋ ଠାରେ କୌଣସି ଏକ ପ୍ରୋଗ୍ରାମରେ ସେ ଯାଇଥାନ୍ତି। ଗୋଟେ ରୁମ୍ରେ ସେ ହୋଟେଲ ବୁକ୍ କରିକି 15 ଦିନ କାଳ ରହିଛନ୍ତି। ଯୋଉଦିନ ସେ ଫେରିବେ, ଆମେରିକାରୁ ଭାରତକୁ ଫେରିବେ, ସେ ରୁମ୍ର ପେମେଣ୍ଟ କରିବା ପାଇଁ ଯେତେବେଳେ ସେ ରିସେପସନ କାଉଣ୍ଟରକୁ ଯାଇଛନ୍ତି, ଦେଖିଲେ ତାଙ୍କ ଖାତା ସବୁ ପେମେଣ୍ଟ ହେଇସାରିଛି। ପଚାରିଲେ ମୁଁ ତ ଏଠି ଫାଷ୍ଟ ଟାଇମ୍ ଆସିଛି, ମୋର ତ ଏଠି ଚିହ୍ନା ଜଣା ନାହାନ୍ତି, 15 ଦିନ ପାଇଁ ପୁଣି ମୋ ପାଇଁ ହୋଟେଲ ରୁମ୍ର ସବୁ ପେମେଣ୍ଟ ହେଇଯାଇଛି, କିଏ କରିଛି? ସେ ରିସେପସନ କାଉଣ୍ଟର ଯିଏ ବସିଲେ, ସେ କହିଲେ ନାଇଁ ଆପଣଙ୍କ ପାଇଁ ପେମେଣ୍ଟ ହେଇସାରିଛି, ଆପଣଙ୍କୁ ଦେବାକୁ ପଡିବ ନାହିଁ, ଆପଣ ପେମେଣ୍ଟ ଅଲରେଡି ହେଇସାରିଛି। ସେ କହିଲେ କିଏ ସେ କଲା, ସେ ଲୋକ କିଏ? ଏମିତି ତାଙ୍କୁ 2-3 ଦିନ ପଚାରିଲା ପରେ ହଠାତ୍ ସେ ଝିଅଟି ଆସୁଛି, ସେଦିନ ଟ୍ରେନ ଟିକେଟଟା ପାଇଁ ଆପଣ ଯୋଉ ତ୍ୟାଗ ସ୍ୱୀକାର କରିଥିଲେ, ଆଜି 15 ଦିନ ରୁମ୍ ପେମେଣ୍ଟ କରିବା କ'ଣ ତାଠୁ ବେଶୀ ବଡ ହେଇଗଲା? ହଠାତ୍ ସେ ଭଦ୍ର ମହିଳା ଜଣକ ମନେ ପକାଉଛନ୍ତି ଟ୍ରେନ ଟିକେଟ କିଏ? ନା ସେଦିନ ରାତିରେ ଟିଟିସି ଫୋପାଡ଼ି ଦେଇଥାନ୍ତେ ବାହାରକୁ, ଜଣକୁ କହିଥିଲେ ଆପଣ ନିଜ ବ୍ୟାଗରୁ ଟଙ୍କା ଦେଇଥିଲେ, ଘରକୁ ଡାକି ଗୋଟେ ଝିଅକୁ ନେଇଥିଲେ। ଯେହେତୁ 15-20 ବର୍ଷ ମଧ୍ୟରେ ବିତି ଯାଇଛି, ସେ ଝିଅଟା ବଡ ହେଇଛି, ତାକୁ ଚିହ୍ନି ପାରୁନାହାନ୍ତି। ମନେ ପକାଉଛି ଝିଅଟି କହିକି ଆପଣ ସେ ଘରକୁ ଡାକିବାକୁ ନେଇଥିଲେ, ତାକୁ ଖାଇବା ପିଇବାକୁ ଦେଲେ, ପାଠ ପଢେଇଲେ, ତାକୁ ଗୋଟେ କମ୍ପାନୀ ଚାକିରି କରିଲେ। ସେ ଝିଅ ପାଠ ପଢି ପଢି ଡିଷ୍ଟାନ୍ସ ଏଜୁକେସନରେ ଭଲ ପାଠ ପଢିଲା, ଭଲ କାମ କଲା। ସେ କମ୍ପାନୀ ତାକୁ ଏଠି ସାନ୍ ଫ୍ରାନ୍ସିସ୍କୋର ହୋଟେଲରେ ଏଠି ଦାୟିତ୍ୱ ଦେଇଛି।
से झील आउ कि नुहे आपण घरे छिड़ा झील से भद्र महिला आखिर लुह धार धार बढ़ी जाऊँगी से दिन जदि से टिके जदि मुझे पैसा न दे था ये भविष्य कौन होता एवं सी गोटे साधारण झील भी डॉक्टर सुधामूर्ति इनफोसिस सीएम बेड़े बेड़े मनीष जीवन में एत तृप्ति से लिखिं बहरे जीवन में मुझे अत्याधिक लक्ष लक्ष टका रोजगार करते लोग कौन साहय कर ठीक जगह ठीक समय ठीक लोग साहय कले जीवन जो तृप्ति मिले से तृप्ति आउ कौट मिले एवं यहीटा हूँ जीवन प्रकृत सार्थकता आम के रोजगार करुँ बड़ घर कर बड़ कथा नुहे जीवन में कौन करूँ क्या कौन कर बड़ कथा आप देखो आम पढ़ुचु बारंबार से लिखते मन रख भागवत कर्म भागवत अभिव्यक्ति साहय निमित्त तुमको तुम जीवन दि जाए भागवत कर्म भागवत अभिव्यक्ति साहय निमित्त राति पहले चाकरी कलु व्यवसाय कलु घर कथा बुझलु परिवार कथा बुझलु बंधन कथा बुझलु भागवत कर्म के कलु आप चाकरी करिए भागवत कर्म व्यवसाय करिए भागवत कर्म बहुत कथा को भूल बुझीचु आगे बहुत कथा भूल बुझीचु राम पानी कर्म और राम कर्म एका माँ कर्म माँ पानी कर्म एका राम पानी कर्म करते लक्षण राम सागर बन को गले राम खाइले राम शोले राम अनिद्रा उजागर रही इंद्रजित को मारे यहाँ राम कर्म सेतु बंध प्रतिष्ठा कर रावण को मारिबा सीता उद्धार करवा राम कर्म राम पानी कर्म हूँ भरत कर्म भरत अयोध्या चित्रकूट कठ को रखिकी भगवान भाविक से राम पाई कर्म राम सेवा कर्म भाविक कर राम कर्म राम पाई कर्म फरक अच्छी आज भी आप देखो कहूँ दीप जलुची से भी लक्ष लक्ष कोटि कोटि आम कहूँ दीप जलुची दीप जड़े कि सलिता जड़े तेल जड़े आम कहूँ दीप जलुचु तेल ठारू अलग करदे सलिता भी जड़ब दीप ठारू अलग करदे बड़ीटा भी जड़ब कि एवं आम कहूँ सलिता जलुची दीप जलुची दीप जड़े नहीं ना सलिता जड़े तेल जड़े भारत वर्ष को स्वाधीन कला किए ना पड़ा कह स्वाधीनता कले जड़े ना पड़ा आउ जन तेणु जीवन भितर आम प्रकृत सत्य को बेले बुझुना प्रकृत सत्य आम जानूना मनीष जिते निस्वार्थपर कर्म जड़े कै से कर्म ता जीवन में सार्थकता आड़ निए और जीवन में अत्यंत आनंद दिए और से कर्म ही मनुष्य अधिक आनंद आड़ निए जीवन सार्थकता से बेड़े दिए आम सार्थकता कहले कौन बुझे आज्ञा टंका रोजगार करवा गाड़ी करवा घर करवा आप जानते मेमू बस में जाऊँ सीटे पाईगले यहाँ जीवन सार्थकता गोटे मेमू ट्रेन जाऊँगी कि गोटे मो बस जाऊँगी सीटे पाइजे सार्थकता कि जीवन में 60 वर्ष 70 वर्ष बचे किसी रोजगार करदेली किसी घर करदेली यहाँ जीवन सार्थकता कि सार्थकता अलग जिन सार्थकता हूँ जीवन को यथार्थ भाव बंचा जो जीवन मूल उद्देश्य जीवन जो मूल उत्स जो आनंद भाव आसी से आनंद को लेकिन बंचा जो से आनंद ठार विच्युत हो बर्तमान जीवन ये साधारण भाव में गतानुगत अच्छी मासी कहले जिते जड़े निस्वार्थपर कर्म कर जड़े सार्थक जीवन को जीव सबुद निज भाई कर्म करूँ निस्वार्थपर कर्म केतवे कर निस्वार्थपर कर्म उदाहरण आपको कहूँ निस्वार्थपर कर्म केमी आमको अधिक आनंद दिए और जीवन केमी शांतिमय कराए गोटे जमीदार निजस्व अंचल भितर सी जमीदारी कर भोर वर्ष सबुदिन शुणती गाँ मझे गोटे मंडप पर कि जड़े सुंदर वीणा वादन कर यहाँ कान से शब्द बाजिला बेले यहाँ निद भांगे अत्यंत सुंदर स्वर अत्यंत सुंदर आकर्षणीय कंठ चाकर मान पठे कले से गाँ मझे भोर भोर समय जड़े किए वीणा वादन करुच्ची स्वर किए शुणुची तार से वीणा वादन किए शुणुची कारण सकाल तो किए उठी नथिबे अंधार अंधार समय जड़े गाँची डाकी आन सी मो आगे वीणा वादन कर मो आगे गीत गाइब मुझे किसी पुरस्कार सब दे तार प्राप्ति तो किसी देवी चाकर मैंने आसिले कहले आम जमीदार पठे आप गाँव कहीं शुणा ना आप कलार कहीं गुरुत्व दौना आप संगीत कहीं महत्व बुझुना चाहतु आम जमीदार आगे आप गाइबे सी किसी प्राप्ति आपको देवे ये किसी पाइबा आशा जो बर्तमान से गले 15 दिन मस गाई जमीदार कहले आज्ञा मुझे आज आसबि ना ना कहीं ना आसबि ना तो कहली कहीं कौन ना कहीं आसब नहीं ना मुझे गाँ मझे गाइला बेले जहाँ पाऊली ये आप पाऊनी सी गाँ मझे गाँल तुम किए से कौन दौला ये मो सम्मुखें गाँच गला बेलू तुम प्राप्ति दूसरी किसी अर्थ दूसरी किसी कौड़ी दूसरी धन सम्पद दूसरी से किए तुम कौन दौला ना कि से गाँ मझे गाइला बेले मो स्वतस्फूर्त भितर आनंद पर गाँवली गाइबार आनंद में गाँवली ये आप खुशी करके गाँव आप मत अधिक देवे बोली गाँच आपण केमी आनंदित हे गाँची आपन खुशी करके कौन गायक अभाव पड़े आपन को संतुष्ट करने कौन कड़ा अभाव अच्छी लोक कौन अभाव अच्छी
ତେଣୁ ମୋର ଯୋଉ ସ୍ୱାଭାବିକ ଆନନ୍ଦ, ସେ ଆନନ୍ଦ ମୁଁ ଆପଣଙ୍କ ପାଖରେ ଗାଇଲେ ପାଉନି, ଏଠି କାହିଁ ପାଇଲି? ନିଃସ୍ୱାର୍ଥପର କର୍ମ ହଉଛି ସେଲ୍ଫଲେସ୍ ୱାର୍କ। ଯେତେ ଆପଣ ନିଃସ୍ୱାର୍ଥପର କର୍ମ ଭିତରେ ରହିବେ, କିଛି ପାଇବାର ଆଶା ଯଦି କର୍ମ ନ କରିବେ, ଆପଣଙ୍କ ଭିତରେ ସେ ସାଟିସ୍ଫ୍ୟାକ୍ସନ, ଆନନ୍ଦ, ତୃପ୍ତି ଆପଣଙ୍କୁ ନିଶ୍ଚୟ ମିଳିବ। ଏବଂ ମଣିଷ ଯେତେବେଳେ କର୍ମ ଭିତରେ ପାଇବାର ଆଶା ରଖିଦଉଛି, ଜୀବନ ଧୀରେ 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 ଦୁଃଖ ତା ସାଙ୍ଗକୁ ଲେଖା ହେଇକି ଅଛି। ଆଉ ଗୋଟେ କଥା ମା କହୁଛନ୍ତି, ଭଗବତ ଗୀତାରେ ଗୋଟେ ଲେଖା ଅଛି, ବିହାୟ କାମଞ୍ଜ ସର୍ବାନ ପୁମାସ୍ତନ୍ତି ନିଃସ୍ପୃହ ନିର୍ମମ ନିରହଙ୍କାର ଶାନ୍ତି ଅଧିକ ଅଛନ୍ତି। ଯୋଉ ଲୋକ ଯେତେ କାମନା ଶୂନ୍ୟ ହବ, ସେ ଲୋକ ଜୀବନ ସେତେ ଆନନ୍ଦରେ ବଞ୍ଚିବ। କାମନା ଶୂନ୍ୟ ଯେତେ ହବ, କାମନା ହିଁ ଦୁଃଖ। ଯୋଉ ଲୋକ ରାତି ପାଇଲେ ସବୁଦିନ ଚାହୁଁଛି ମୋର ଆହୁରି କିଛି ଦରକାର, ଆହୁରି କିଛି ଦରକାର, ଆହୁରି କିଛି ଦରକାର, ତାଠୁ ଗରିବ କିଏ ଅଛି, ତାଠୁ ଦରିଦ୍ର ଆଉ କିଏ ଅଛି? ମାଗିଲା ମାନେ ହିଁ ଦୁଃଖ, ଚାହିଁବା ମାନେ ହିଁ ଦୁଃଖ। ସୀତା ଥରେ ରାମଚନ୍ଦ୍ରଙ୍କୁ ପଚାରିଲେ, କହିଲେ ଆପଣଙ୍କ ଭଳି ତ୍ରିଭୁବନ ବିଜୟୀ ବୀରଙ୍କୁ ମୁଁ ବିବାହ କରିଥିଲି, ଜୀବନରେ କାନ୍ଦିଲି କଣ ପାଇଁ? ଆପଣଙ୍କ ଭଳି ଯୋଗ୍ୟତମ ସ୍ୱାମୀ ଜୀବନରେ ପାଇକି ମୁଁ ଜୀବନରେ କାହିଁକି ଦୁଃଖ ପାଇଲି? ରାମଚନ୍ଦ୍ର କହିଲେ, ମୁଁ ତ ସେଇ କଥା ଭାବୁଛି, ସୀତା ଭଳି ଯେ ନାରୀ, ଯେ ଅଯୋଧ୍ୟା ରାଜ୍ୟର ବିଳାସ ବ୍ୟସନ, ରାଜ୍ୟ ସିଂହାସନ ସବୁ ତୁଚ୍ଛ କରି ଜଙ୍ଗଲକୁ ପଳେଇ ଆସିଲେ, ଯିଏ ଜଣେ ରାଜକନ୍ୟା, ମିଥିଳା ରାଜ୍ୟର ଯେ କନ୍ୟା, ଜନକ ରାଜାଙ୍କ ପାଖରେ ଅଲିଳି ହେଇକି ପଡିଥିଲେ, ଯିଏ ସମସ୍ତ ସୁଖ ସମ୍ପଦ ସ୍ୱାଚ୍ଛକୁ ତ୍ୟାଗ କରିଦେଇ ମୋ ସାଙ୍ଗେ ଚାଲି ଆସିଲେ, ଗୋଟେ ସାମାନ୍ୟ ସୁନାର ମୃଗ ମୁହଁରେ ପଡିକି, ସୁନାର ମୃଗ ମତେ ଆଣିକି ଦିଅ, ମତେ ଆଣିକି ଦିଅ, ମତେ ଆଣିକି ଦିଅ, ଏବଂ ତମେ ଯାଅ, ତମେ ଯାଅ ଯାଅ, କେତେ ଥର ମତେ କହିଲେ ଯାଅ ଯାଅ ବୋଲି। ଭଗବାନଙ୍କୁ ଯିଏ ଦୂରକୁ ପଠେଇଦେଲା, କାନ୍ଦିବ ନା କାନ୍ଦିବ ନାହିଁ? ତମେ ପରା ସେଇ ଭଗବାନ ସାଙ୍ଗରେ ସବୁ ଛାଡିକି ଆସିଥିଲ, ଗୋଟେ ସାମାନ୍ୟ ସୁନା ମୃଗ ଦେଖିକି ଯାଅ ଆଣିକି ଦିଅ, ଯାଅ ଆଣିକି ଦିଅ, ମତେ କେତେ ଥର କହିଛ ଯାଅ ଯାଅ ବୋଲି। ଗୋଟାଏ ଥର ମାଗିଥିଲେ ସୁନା ମୃଗ, ସୀତା 14 ମାସ କାନ୍ଦିଥିଲେ। ଆପଣ କେତେ ଥର ସୁନା ମାଗୁଛନ୍ତି, କେତେ ବର୍ଷ କାନ୍ଦିବେ ଭାବନ୍ତୁ। ଘରେ କେତେ ଥର ସୁନା ମାଗୁଛନ୍ତି? ହଁ, ଘରେ ନ ମାଗନ୍ତୁ କି ମାଗନ୍ତୁ ଯାହା ଲାଗେ, ଏଠି ମଧ୍ୟ ମୁଣ୍ଡିଆ ମାରିଲେ କେତେ କଣ ମାଗୁଛୁ। ପୁଅକୁ ଚାକିରି ଦିଅ, ବୋହୂ ଦିଅ, ନାତି ଦିଅ, ତାର ନିରୋଗ ନାତୁଣୀ ଦିଅ, ତାପରେ ଆଉ କଣ ଦିଅ, ତାପରେ ଆଉ କଣ ଦିଅ, ତାପରେ ଘର ଦିଅ, ଟଙ୍କା ଦିଅ, ଲମ୍ବା ଲିଷ୍ଟ। କାମନା ହିଁ ଦୁଃଖ। ଜଣେ ଯେତେ ନିଃସ୍ୱାର୍ଥପର, ଯେତେ ନିଷ୍କାମ ଭାବରେ ବଞ୍ଚିବ, ସେଇଟା କହିଲେ ତ ନିଷ୍ପୃହ ନିର୍ମମ ନିରହଙ୍କାର ଶାନ୍ତି ଅଧ୍ୟକ୍ଷୀ। ଯିଏ ନିଷ୍ପୃହ ଜୀବନ, ଯାହାର କିଛି କାମନା ନାହିଁ, ସେ ଲୋକ ଅଧିକ ଶାନ୍ତି ପାଇବ, ଅଧିକ ଆନନ୍ଦ ପାଇବ। ଏଇଭଳିଆ ଏକ ଭାବନା, ଏଇଭଳିଆ ଏକ ଚେତନା ଯେତେବେଳେ ମଣିଷ ଭିତରେ ଆସିବ, ସେଇ ଲୋକର ଜୀବନ ଧୀରେ 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 ସାର୍ଥକତାର ଅଧିକ ସାର୍ଥକତା ଆଡକୁ ଯିବ। ଏବଂ ଜୀବନ ବର୍ତ୍ତମାନ ବିକଳ ହେଇକି ଅଛି। ଆମେ ବାହାରକୁ ଯାହା ଦେଖୁଛୁ ଜୀବନ, ବର୍ତ୍ତମାନ ଜୀବନ ସେଇଆ ନୁହେଁ। ବାହାରକୁ ଯାହା କଲେ ଉପରୁ ଗୋଟେ ଖୋଳପା ଭଳି ଜଣେ ଦେଖାଉଛି, ହଁ ସେ ଲୋକ ବହୁତ ଆନନ୍ଦରେ ଅଛି, ଶାନ୍ତିରେ ଅଛି, ତା ଭିତର ଜୀବନ କେତେ ଦୟନୀୟ, ତା ଭିତର ଜୀବନ କି ଅବସ୍ଥାରେ ଅଛି, ଏ ଭିତର ଜୀବନକୁ ଆମେ କେହି ଦେଖୁନା। ମା ପୁଣି କହୁଛନ୍ତି, ଯୋଉ ଲୋକ ଯେତେ ସକାରାତ୍ମକ ମନୋଭାବରେ ବଞ୍ଚିବ, ସେ ଲୋକର ପ୍ରତିଦିନ ପ୍ରତି ମୁହୂର୍ତ୍ତର ଜୀବନ ସାର୍ଥକତା ଆଡକୁ ଯିବ, ଆନନ୍ଦରେ ବଞ୍ଚିବ। ପଜିଟିଭ ଆଟିଚ୍ୟୁଡ, ସକାରାତ୍ମକ ଦିଗ। ସକାରାତ୍ମକ ଦିଗ କଣ? ଆପଣ ଦେଖିଥିବେ ବହୁତ ଲୋକ ନିରାଶବାଦୀ। ନିରାଶବାଦୀ ମାନେ ସଂସାର ଖରାପ ହେଇଗଲା, ପିଲାମାନେ ଖରାପ ହେଇଗଲେ, ଶିକ୍ଷା ଭୁଷୁଡି ଗଲା, ରାଜନୀତି ଖରାପ ହେଇଗଲା, ସବୁଦିନ ମୁହଁ ଶୁଖିଆ ଅବସ୍ଥା, ନିରାଶ, ସବୁ ଖରାପ ହେଇଗଲା। ଅଛନ୍ତି ଲୋକ, ବର୍ଷା ହଉଛି କେମିତି ଅଫିସ ଯିବି, ବର୍ଷା ହଉଛି କେମିତି କାମ କରିବି, ବର୍ଷା ହଉଛି କଣ କରିବି, ଦଳେ ଅଛନ୍ତି ବର୍ଷାକୁ ଦେଖିକି ନିନ୍ଦା କଲା। ଏମିତି ଲୋକ ନାହାନ୍ତି? ଏ ବର୍ଷା ହେଲା, ଗାଈ ଗୋରୁ ବାହାରି ପାରୁନାହାନ୍ତି, ଲୁଗାଟା ଶୁଖୁ ନାହିଁ, କାଠଟା ଓଦା ହେଇଗଲା, ସବୁ ପ୍ରକାର ଅବଶ୍ୟ ଆଜିକାଲି କାଠଟା ବି ରୋଷେଇ କରୁନାହାନ୍ତି। ଗାଁରେ ଲୋକମାନେ ଏମିତି ସବୁବେଳେ ନିନ୍ଦା କରନ୍ତି, ବର୍ଷା ହେଲା ମାନେ ସବୁ, ସେ ପାଗ ପରେ ସବୁ ନିନ୍ଦା କରନ୍ତି। ଇଏ ନିରାଶ ହେଲେ, ବର୍ଷା ହଉଛି ମୁଁ କିଛି କରିପାରିବି ନାହିଁ। ଆଶାବାଦୀ ହଉଛନ୍ତି, ବର୍ଷା ଛାଡୁ କରିବି, ବର୍ଷାଟା ହଉଛି କିନ୍ତୁ ଓଦା ହେଇପାରିବି, ବର୍ଷା ଛାଡୁ କରିବି, ଏମାନେ ଆଶାବାଦୀ, ଏମାନେ ଆଉ ଟିକେ ବେଟର। ବାସ୍ତବାଦୀ ହଉଛନ୍ତି ଏ 2 ଜଣ ଠାରୁ ଅଲଗା। ବାସ୍ତବାଦୀ ହଉଛନ୍ତି ବର୍ଷା ହେଲେ ବି ଛତା ଧରି କରିବେ। ଜୀବନଟା ଶସ୍ତା ନୁହେଁ, ଜୀବନରେ କଷ୍ଟ ଆସିବ, ଦୁଃଖ ଆସିବ, ଯନ୍ତ୍ରଣା ଆସିବ, ତା ଭିତରେ କି ଉଠି ପାରିଲା। ଅନୁକୂଳ ପରିବେଶରେ ସମସ୍ତେ ଡଙ୍ଗା ବାହିକି କୂଳରେ ପହଞ୍ଚେଇଦେବେ, ପ୍ରତିକୂଳ ପରିବେଶରେ ଡଙ୍ଗା କିଏ ବାହି ପାରିଲା, ସେଇଟା ହଉଛି ସାର୍ଥକତା। ଆପଣଙ୍କୁ ସବୁ ପରିବେଶ ମିଳିଛି, ଭଲ ଖାଇବା ମିଳିଲା, ଭଲ ପିନ୍ଧିବା ମିଳିଲା, ଭଲ ସ୍କୁଲ ମିଳିଲା, ଭଲ କୋଚିଂ ମିଳିଲା, ତାର ଭିତରେ ପାଠ ପଢି ଆପଣ ଉପରକୁ ଉଠିଲେ, ଏଇଟା ବଡ ବାହାଦୁରୀ ନୁହେଁ। ବାହାଦୁରୀ ଅଛି, ଦାରିଦ୍ର୍ୟ ଅଛି, କଷ୍ଟ ଅଛି, ଦୁଃଖ ଅଛି, ଯାତନା ଅଛି, ତାର ଭିତରେ ଉଠିଲେ ସେଇଟା ସାର୍ଥକ। ଆପଣ ଦେଖିଥିବେ ସାପଟା ଯେତେବେଳେ ଯାଏ ବଙ୍କା ବଙ୍କା ହେଇକି ଯାଏ। ଆପଣ ଯଦି ସାପକୁ ପଚାରିବେ ବଙ୍କା ବଙ୍କା ହେଇକି ଯାଉଛି, ସିଧା ଯାଉ, ସିଧା ଆମେ ଅଧିକ ସ୍ପିଡ ଯିବୁ, ଅଧିକ ଆଗକୁ ଯିବୁ। ସାପ କହେ ମୁଁ ବଙ୍କା ବଙ୍କା ହେଇକି ଯାଉଛି ବୋଲି ଆଗକୁ ଯାଉଛି। ସାପ ଯଦି ସିଧାରେ ଯିବ ଯାଇପାରିବନି, ବଙ୍କା ହେଇକି ଯାଉଛି ବୋଲି ଯାଉଛି। ଆପଣ ଯେତେ ମହାପୁରୁଷଙ୍କ ଲିଷ୍ଟ ଦେଖନ୍ତୁ, ସେମାନଙ୍କ ଜୀବନଟା ବଙ୍କା ଜୀବନ। ବଙ୍କା ଜୀବନ କଷ୍ଟ, ଦୁଃଖ, ଦାରିଦ୍ର୍ୟ, ନିଷ୍ପେଷଣ, ଶୋଷଣ ସବୁ ଭିତରେ ଅଛନ୍ତି। ଆମ କ୍ଷେତ୍ର ଦୃଷ୍ଟାନ୍ତ ଦର୍ଶିବାର ଦାରିଦ୍ର୍ୟ ଭିତରେ, କଷ୍ଟ ଭିତରେ, ଯନ୍ତ୍ରଣା ଭିତରେ 21 ବର୍ଷ କାଳ ବିଲାପ ଜୀବନ, ପୁଣି ଜେଲ ଜୀବନ, ପୁଣି ବଡଦା ଜୀବନ। ଆମେ ସବୁ ଭୋଗ କଥା କହୁଛୁ, ସବୁ ଭୋଗ ଜୀବନ ବୋଲି କହୁଛୁ। ସମଗ୍ର ଜୀବନ ଯୋଗ ମାନେ ରାଗ, ହିଂସା, ଛଡନା, ଠକାମି, ମିଥ୍ୟା ସବୁକୁ ମିଶେଇକି ଯୋଗ ବୋଲି କହୁଛୁ। କିନ୍ତୁ
दीनेन्द्र कुमार राय सर्वस्व त्यागी सन्यासी श्री अरविंद सर्वस्व त्यागी सन्यासी सबू छाड़िले इंग्लैंड पाठ पढ़ी आसिले 21 वर्ष बयस आईसीएस को छाड़िले जिते सिद्धि मुंड पर ओह्लि आसला निर्वाणर सिद्धि शंकर सिद्धि पुणी पत्थर भितर कालींगर दर्शन पुणी जेल भितर भगवान वासुदेव दर्शन 1926 नवेम्बर 24 अधिमान सिद्धि दर्शन पुणी 1950 स्वर्ग अतिमान शक्ति सबू सिद्धि की छाड़ीदे कौन बांधे सर्वस्व त्यागी सन्यासी सब छाड़िले जीवन भितर जड़े सब भोग करके सबको ग्रहण करके जड़े केमी आगे जीव माँ तो भी सब छाड़े माँ तो तम पुओ भी छाड़देला बैंक मालिक से सब छाड़े सब भोग भितर जन जीवन बंचुची सी जो कह मो जीवन सार्थक हम सार्थक केमी हो सार्थकता जीवन हूँ कष्ट भितर दुख भितर दारिद्र लक्ष्य केवे बुलब ना बाट सरी जाए लक्ष्य सर बही पढ़ा सरी जाए पाठ केवे सर ना जानवा केवे सर ना यही मनोभाव नहीं जड़े बंचिले जीवन प्रति दिन प्रति मुहूर्त जड़े आगे बढ़ा जीवन ही आनंदर उत्स सहित संपर्कित होगा जीवन आनंद आड़क जीव यही एक चेतना ये भावना मनुष्य अच्छी बंचा दरकार पॉजिटिव एटीट्यूड सब कथा सकारात्मक दिग आप बहुत लोग देखिए कहे एडी खराब लोक आश्रम जाऊँगी एडे खराब लोक पार्टी आसूसी एडे खराब लोक सम्मिलित आसूसी एमती किसी लोग कहती से खराब लोक बोली कहती आप उल्टा कहना खराब होगी तो आसूसी ना बड़ कथा ये ना नहीं संसार कौन सब लोग ठीक आसती कि खराब होगी जन मंदिर जाऊँगी खराब होगी जन आश्रम जाऊँगी खराब होगी जन पाठ जाऊँगी अंगारटा निआ पाक आसला निआ पाखे अंगारटा बदल के समय लगे जी अंगार घरे अच्छी के जुग लगे निआ पाखे पहुँचले परिवर्तन हो मनीष भर दोष त्रुटि थाईपे दोष त्रुटि बदल दोष त्रुटि बड़ कथा नुह ये ब्रिलियंट मानक नहीं जीवन तैयारी माटी भी नहीं जीवन तैयारी माटी भितर विवर्तन हो बड़ बड़ दानिकिया पत्थर हीरा सुना नीड़ा मोती माणिक से विवर्तन है से सुना ही सुना ही अच्छा माटी भितर उद्भिद तैयारी उद्भिद भर पशु बाहर ये जीवन आगू जाइए जो मैंने साधारण अति निम्न अवहेलित साधारण परिवेश असाधारण पिला जन्म होती साधारण परिवेश आप देखो गोपबंधु जीवन देखो रवीन्द्र ठाकुर जीवन देखो विवेकानंद जीवन देखो रामकृष्ण जीवन देखो जिते जन जीवन देखो अति साधारण परिवेश साधारण परिवेश भर असाधारण पिला जन्म होती तेणु सब गोटे सकारात्मक दिग मैंने जीवन भितर गोटे पॉजिटिव माइंड पॉजिटिव एटीट्यूड ये जीवन अवस्था जहाँ भी बदल जीव चंद्र देह कलंक अच्छी तथापि से आलू दूसरी मनीष भर 100टा दुर्बल थे गोटे भल गुण थी कहीं निजू कह अवहेलित मो अज्ञान मो द्वारा किसी हे बोली झाड़ू निजे मैला हो पाए मैला जगह सफा करुच्ची सी निजे मैला हो पाए निजे छिंदी जाए निजे गोटे फोपड़ा हो पाए कि द्वारा जगह सफा हो मनीष भितर भगवान एमती गोटे मनीष को तैयारी करना जो मनीषा पूरा विश्व पूरा अवहेलित पूरा अकिंचन सेमती ना प्रत्येक भितर संभावना अच्छी जो मनीष भितर संभावना अच्छी से मनीषर संभावना को प्रकाश कर बड़ कथा आप जीवन को देखिए से जीवन अधिक सार्थक हुई अब्दुल कलाम जीवन कथा भाई कहते अब्दुल कलाम जो चलीगले घर खोलागला 2500 खंड मात्र बही संपत्ति मात्र 2500 बही जाते मेघालय सिलिंग छिड़ा वक्तव्य दूसरी हार्ट स्ट्रोक होगा से जीवन चलीगला मेडिकल ने डॉक्टर कहले घोषणा कले मृत्यु हो सारी ये छिड़ा कौशल जीवन चलीगला जो बैग नहीं जाते से बैग भितर रात ड्रेस चेंज करके शोया पिंधिकी शोया फाले ड्रेस थी मात्र फाले स्लीपर थी गोटे टाब्लेट थी आ कि संपत्ति नाला घर कहले घर भितर 2500 बही 2500 बही देशर जड़े एत बड़ सुनामधीन राष्ट्रपति एत बड़ महान वैज्ञानिक संपत्ति कहले मात्र 2500 बही जो लोक जी निस्सु हो पार जी शून्य हो पार से लोक जीवन से सार्थक हम आज अब्दुल कलाम नाम मन रखुचु समस्त नाम मन रखुन मुझे गोटे उदाहरण करुँच मन करते आपको जन व्यक्ति कहे 500 किलोमीटर आप चलिकी जी मुंडे 50 किलो गोटे पत्थर मुंडेकी जी आपको जन कहे 20 किलोमीटर चलिए गोटे किलो मुंडे ओजन पत्थर मुंडेकी जी आप कौट चॉइस करेंगे बुझे बुझे 500 किलोमीटर चलिए 50 किलो मुंडे पत्थर 20 किलोमीटर चलिए 2 किलो पत्थर गोटे किलो पत्थर आप कौट चॉइस करेंगे कौटे चॉइस करिए 20 किलोमीटर पसंद करेंगे कहीं मुंडे मात्र गोटे केजी पत्थर अच्छी 50 किलो पत्थर मुंडे मुंडे आप आगे जापरेनि जीवन गंगा यात्रा केते जिस मुंडे मुंडे केते जिस मुंडे बहन करके बाहर को और अधिक दिन कर जी गछ चढ़े जी नटिया गछ चढ़े जी ताड़ गछ चढ़े अंटारे पत्थर जोड़ी बांधिक चढ़ेनि सब जिन को जीवन में बहन करके आप जीवन खाली सार्थक सेमती कहब ना सेमती जीवन आनंद शांति पाइबे सेमती कहब ना जीवन भितर जी आप पारे जिते अधिक देपारे से जीवन अधिक सार्थक आनंद आड़क जीव मैं आउ गए कथा कहली जो मैंने जीवन में अधिक देपारे से अधिक जीवन सार्थक हो आनंद बचे जिते जन आप
ସେତେ ଦେଇପାରିବେ। ଝରଣାଟେ ପାଣି ଦିଏ, ପୋଖରୀଟା ଦିଏନି। ଝରଣା ପାଣି ଦିଏ ବୋଲି ନିର୍ମଳ ଜଳ, ପୋଖରୀ ଦିଏନି ବୋଲି କଣ ଦୂଷିତ ଜଳ। କାହିଁକି ନା ପାଣି ସବୁ ସେ ରଖିଲା। ନଦୀ ପାଣି ମିଠା, ସମୁଦ୍ର ପାଣି ଲୁଣିଆ। କାହିଁକି? ନଦୀ ଜଳ ଦେଲା, ସମୁଦ୍ର ସବୁ ଶୋଷଣ କଲା। ଯୋଉମାନେ ଜୀବନ ଦେଇ ଶିଖନ୍ତି ସେମାନଙ୍କ ଜୀବନ ଆନନ୍ଦମୟ ହୁଏ ଏବଂ ଜୀବନ ସାର୍ଥକ ଜୀବନ ହୁଏ। ସେମାନେ ସାରା ସଂସାରରେ ପୂଜ୍ୟ ହୁଅନ୍ତି। ସାରା ସଂସାର ଲୋକଙ୍କ ପାଖରେ ସେମାନେ ଦିନେ ଆସନରେ ବସନ୍ତି। ଏବଂ ଦବା ହଉଛି ଏକ ଆନନ୍ଦର ଅବସ୍ଥା। ସମସ୍ତେ ଦେଇପାରନ୍ତି ନାହିଁ। ଏବଂ ଜୀବନ ଦବା ମାନେ ଏଠି କଣ ଦବା? ଏଠି ଦବା କହିଲେ ଧରନ୍ତୁ ଆପଣ ଯଦି ଠିକ ଯୋଗ୍ୟ ଲୋକ ଯୋଗ୍ୟ ଅବସ୍ଥା ନ ଦେଇପାରିବେ, ଏଠି ବଡ କଥା ହଉଛି ଜଣେ ଲୋକ ପଢିଛି ତାକୁ ଉଠେଇ ଦେଲେ ଆପଣ ସାହାଯ୍ୟ ହେଇପାରେ। ସେ ଗୋଟେ ପଢିଛି କେବଳ ଜ୍ଞାନ ନାହିଁ ବୋଲି, ଜ୍ଞାନ ଦାନ ସଂସାର ସବୁଠୁ ବଡ ଦାନ। ଜଣେ ଲୋକ ଖାଇନି ଭୋକ ବିକ ଆସି ଆପଣଙ୍କୁ କହିଲା ମତେ ଖାଦ୍ୟ ଦିନ, ଆପଣ ଖାଦ୍ୟ ଦେଲେ ଗୋଟେ ଦିନ ପାଇଁ ଭୋକ ଦୂର ହେଇଯିବ। ଅଜ୍ଞାନତା ଅଛି ବୋଲି ସାରା ଜୀବନ ସେ ଭୋକି ଲାଇକ ଅଛି। ଏ ସଂସାର ସବୁଠୁ ବଡ ଶତ୍ରୁ ହେଉଛି ଅଜ୍ଞାନ। କରୋନା ଆସିଥିଲା, କରୋନା ଚାଲିଗଲା। ବାତ୍ୟା ଆସେ, ବାତ୍ୟା ଯାଏ। ଭୂମିକମ୍ପ ହେଲେ ଭୂମିକମ୍ପ ଯାଏ। ଜୀବନରେ ଦାରିଦ୍ର୍ୟ ଦୁଃଖ କଷ୍ଟ ସବୁ ଆସେ, ସବୁ ଯାଏ। କୋଉଟା ସଂସାର ସ୍ଥାୟୀ ନୁହେଁ। କିନ୍ତୁ ସୃଷ୍ଟି ହେଲା ଦିନରୁ ଅଜ୍ଞାନ ସ୍ଥାୟୀ ହେଇକି ଅଛି। ଅଜ୍ଞାନ ମଣିଷ ଯାଉନି। ଏବଂ ଯେତେ ଯାଏ ମଣିଷ ଭିତରେ ଏମିତି ଅଜ୍ଞାନର ଗୋଟେ ବସା ବନ୍ଧା ହେଇକି ଅଛି, ସେତେ ଯାଏ ମଣିଷ ଜୀବନଟା ଦୁଃଖ କଷ୍ଟ ଭିତରେ ଅଛି। ରାମକୃଷ୍ଣ ପରମହଂସ ପାଖରେ ଗୋଟେ ଛୋଟିଆ ଜଣେ ବ୍ୟକ୍ତି ଆସି କହିଲେ, ଆଜ୍ଞା ମୁଁ ଏତେ ଦୁଃଖୀ, ଏତେ କଷ୍ଟ ଭିତରେ ଅଛି, ମୋ ଜୀବନ କାହିଁକି ଏତେ ଦୁଃଖ, କାହିଁକି ଏତେ ମୋ ଜୀବନଟା କଷ୍ଟମୟ? ରାମକୃଷ୍ଣ ପରମହଂସ କହିଲେ, ତୁ ସବୁଠୁ ଗୋଟେ ବଡ କୃପଣଟା ଜୀବନରେ କାହାକୁ କିଛି ଦଉନ। ସେ କହିଲେ ମୋ ପାଖରେ କିଛି ନାହିଁ, ମୁଁ ବେକାର, ନା ଚାକିରି ଅଛି, ନା ରୋଜଗାର ଅଛି, ନା ବ୍ୟବସାୟ ଅଛି, ନା କଣ ଅଛି ମୁଁ ଦେଇପାରିବି। ରାମକୃଷ୍ଣ ପରମହଂସ କହିଲେ ତୋର କିଛି ନାହିଁ। ଭଗବାନ ତତେ ହସିବା ପାଇଁ ଗୋଟେ ପାଟି ଦେଇନାହାନ୍ତି। ଜୀବନରେ କେବେ କାହାକୁ ଦେଇକି ହସିଛୁ? ତୁ ପରା ହସିଲେ 5ଟା ଲୋକ ଦେଇକି ହସିବେ। ଜୀବନରେ ସବୁବେଳେ ମୁହଁକୁ ଶୁଖିକି ବୋଲୁଛୁ। ହସ ବାଣ୍ଟିରେ ପଇସା ଖର୍ଚ୍ଚ ହଉଛି କି? ଭଗବାନ ତତେ ଦିଟା ହାତ ଦେଇନାହାନ୍ତି। ସେ ହାତ ଦିଟାରେ କେବେ କାହାର ସେବା କରିଛୁ? ଜୀବନରେ କେବେ କାହାର ଗୋଟେ ମିନିଟ୍ ସେବା କରୁନୁ। ସେବା ପରା କଲେ ଜୀବନ ବାସେ, ସେବା ଗୋଟି ଦେଲେ ବାସେ। ତେଣୁ ଯୋଉ ଭଗବାନ ହାତ ଦେଲେ, ଗୋଡ ଦେଲେ, ଅସୀମ ଶକ୍ତି ଦେଲେ, ସାମର୍ଥ୍ୟ ଦେଲେ, ସେଇ ହାତ ଗୋଡକୁ ନେଇ ତୁ କଣ ବିନିଯୋଗ କଲୁ, କଣ ଜୀବନରେ ବ୍ୟବହାର କଲୁ? ଅର୍ଥାତ୍ ଜୀବନରେ ଜଣେ ଦେଇ ଶିଖିଲେ ଅଧିକ ଆନନ୍ଦ ପାଇବେ। ଆମେ ସାରା ପ୍ରକୃତି ଆପଣ ଦେଖନ୍ତୁ, ସମସ୍ତେ ଆମକୁ ଦେଇ ଚାଲିଛନ୍ତି। ବିନା ସର୍ତ୍ତରେ ମେଘ ଜଳ ଦେଇ ଚାଲିଛି, ବିନା ସର୍ତ୍ତରେ ଚନ୍ଦ୍ର ଆଲୋକ ଦେଇଛି, ବିନା ସର୍ତ୍ତରେ ସୂର୍ଯ୍ୟ ଆଲୋକ ଦଉଛନ୍ତି, ପବନ ତା ନିରନ୍ତର ବହି ଚାଲିଛି, ଫୁଲଟିଏ ସୌନ୍ଦର୍ଯ୍ୟ ଚାଲିଛି। ସେମାନେ ଆମର କଣ ଆଶା କରୁଛନ୍ତି? କିଛି ଆଶା କରୁନାହାନ୍ତି। ଜୀବନ ଧର୍ମ ହଉଛି ଜୀବନର ସାର୍ଥକ ଦେଇ ଚାଲିବା। ମଣିଷ ଜୀବନ ଭିତରେ ସେମିତି ମଧ୍ୟ ଦେଇ ଚାଲିବାର କଳା ଶିଖିଲେ ସେ ଲୋକ ଅଧିକ ଆନନ୍ଦ, ଜୀବନ ଅଧିକ ସାର୍ଥକମୟ କରିବ। ଏସବୁ କଣ ସବୁ ମା ଲେଖିଛନ୍ତି, ମା ଏ କଥା କହୁଛନ୍ତି। ତେଣୁ ଅହଂଶୂନ୍ୟ ହେଇକି ବଞ୍ଚିବା, ସ୍ପୋଣ୍ଟାନିଟିରେ ବଞ୍ଚିବା, କୃତଜ୍ଞତାରେ ବଞ୍ଚିବା, ସେଲ୍ଫଲେସ୍ ୱାର୍କ ଭିତରେ ବଞ୍ଚିବା। ଏବଂ ମା କହିଲେ ଯେତେ ଜଣେ ଅଧିକ ଆନନ୍ଦ ଦବ ସେତେ ଅଧିକ ଆନନ୍ଦ ପାଇବ। ଆଉ ଗୋଟେ କଥା ମା କହୁଛନ୍ତି, ଯୋଉ ଲୋକ ଯେତେ ସହନିଷ୍ଠ ହେଇପାରିବ ସେ ଲୋକ ସେତିକି ଜୀବନ ସାର୍ଥକ କରିବ। ସହନଶୀଳ ଇଏ ଶବ୍ଦ ନୁହେଁ, ଇଏ ଏକ ସାଧନ, ସମସ୍ତେ କରିପାରିବେ ନାହିଁ। ଆପଣ ଦେଖନ୍ତୁ, ସାଧାରଣ ଲୋକଟିଏ ରାସ୍ତାରେ ଚାଲିକି ଗଲାବେଳେ ପାଦରେ କଣ୍ଟାଟେ ବାଜିଗଲେ ସେ କମ୍ପ୍ଲେନ୍ କରୁଛି ମୋ ଗୋଟରେ କଣ୍ଟା ବାଜିଲା, ମୁଁ ଚାଲିବି କେମିତି? ସୀମାନ୍ତରେ ଯୋଉମାନେ ସୈନିକମାନେ ଛିଡାଇଛନ୍ତି ତାଙ୍କ ଛାତିରେ ଗୁଳି ବସିଲେ ମଧ୍ୟ ଯୁଦ୍ଧ କରୁଛନ୍ତି, ପୁଣି ଅପରପକ୍ଷରେ ସନ୍ଦେଶ ଗୁଳି ବିନିମୟ କରୁଛନ୍ତି। ସେ ଟିକେ କାହାକୁ ଦେଖୁଛନ୍ତି ମୋ ଛାତିରେ ଗୁଳି ବସିଲା ବୋଲି? ସହୁଛନ୍ତି, ସହିବା ପାଇଁ ଚାକିରି କରୁଛନ୍ତି। ଜାଣିଛନ୍ତି ଏଠି ଜୀବନ ଚାଲିଯିବ ପଛେ କାହା ପାଖରେ କମ୍ପ୍ଲେନ୍ କରିବ, କାହା ପାଖରେ ଅଭିଯୋଗ କରିବ? ସାଧାରଣ ଲୋକଟେ ଟିକେ ଅସୁବିଧା ଆସିଲେ, ଟିକେ ସମସ୍ୟା ହେଲେ ସବୁ ପ୍ରକାର କମ୍ପ୍ଲେନ୍ କରୁଛି, ମୋ ଜୀବନରେ କେବଳ କଷ୍ଟ, କେବଳ କଷ୍ଟ, କେବଳ କଷ୍ଟ। ଜଗତର ଯେ ଦୁଃଖକୁ ବହନ କରି ବଞ୍ଚନ୍ତି ସିଏ କାହାର ଅଭିଯୋଗ କରନ୍ତି? ଏ ସଂସାର ସବୁଠାରୁ ଦୁଃଖିତ କହିଲେ ଭଗବାନ। ରାତି ପାଇଲେ ଯଦି ସବୁଠାରୁ ବେଶୀ କି ଗାଳି ଶୁଣନ୍ତି ସେ ଜଣକ ଭଗବାନ। ଲକ୍ଷ ଲୋକ କମ୍ପ୍ଲେନ୍, ଲକ୍ଷ ଲୋକ ଅଭିଯୋଗ ଅଭିମାନକୁ ନେଇକି ବଞ୍ଚନ୍ତି ସେ ଭଗବାନ। ଏଇଭଳି ଏକ ଜୀବନ ଭିତରେ ମଣିଷ ବଞ୍ଚୁଥିଲା ବେଳେ ମଣିଷ ଯେତିକି ଏଇଭଳିଆ ଭାବରୁ ଯେତେ ଅଧିକ ସହନଶୀଳ ହେଇପାରିବ ସେତେ ଅଧିକ ଆନନ୍ଦରେ ବଞ୍ଚିବ। ସହନଶୀଳତା ଏକ ସାଧାରଣ କଥା ନୁହେଁ, ଏକ ଅସାଧାରଣ ଗୁଣ। ଆପଣ ଦେଖନ୍ତୁ, କର୍ଣ୍ଣଙ୍କ ଭିତରେ ଯୋଉ ଦେବତ୍ୱ ଥିଲା, ଦେବତାମାନେ ତାଙ୍କର ମଳିନ ପଡିଯାଉଥିଲେ। ସୂର୍ଯ୍ୟଙ୍କ ପୁତ୍ର କମ ସାଧନା, କମ ତପସ୍ୟା ବେଶୀ କରୁନଥିଲେ। ପରଶୁରାମ ଭଳି ଗୁରୁଙ୍କୁ ଯିଏ ସେବା କରିକି ବର ପାଇଥିଲେ, ଏମିତି ଯିଏ ପାଶୁପତ ଅସ୍ତ୍ର ପାଇଥିଲେ, କେବଳ ଦେବତ୍ୱ ଏମିତି ତାଙ୍କ ଭିତରେ ବିରାଜମାନ ହେଇଥିଲେ ମଧ୍ୟ ଅଳ୍ପ ଦିନରେ କାହିଁକି ମରିଗଲେ? ପ୍ରଚଣ୍ଡ ଅହଙ୍କାର, ପ୍ରଚଣ୍ଡ ଅଭିମାନ। ଅଭିମାନ ଅହଙ୍କାର ଦିଟା ନଷ୍ଟ କରିଦେଲେ। ଦିଟା ବଂଶ ଧ୍ୱଂସ ହେଇଗଲା ଅହଙ୍କାରକୁ ନେଇକି, ଦିଟା ବଂଶ ଧ୍ୱଂସ ହେଇଗଲା। ଏଇ ସାଧାରଣ କଥାକୁ ସମ୍ଭାଳି ପାରିଲେ ନାହିଁ। ରାବଣର ବଂଶ ଏବଂ ଦୁର୍ଯ୍ୟୋଧନର ବଂଶ, ଦିଟା ବଂଶ ଧ୍ୱଂସ ହେଇଗଲା ସାଧାରଣ ଅସାଧାରଣ କଥାରେ। ଏବଂ ଏଇ ଯୋଉ ଭାଗ ଭାଗ କରିବା କଥା, ମୁଁ ସେ କଥା ଆପଣଙ୍କୁ କହୁଥିଲି, ଯେତେବେଳେ ମଣିଷ ଭିତରେ ଭାଗ ଯେତେବେଳେ ସହନଶୀଳତା କମିଯାଏ, ସବୁ ଜିନିଷକୁ ସେ ଭାଗ ଭାଗ କରି ଦେଖି ଆରମ୍ଭ କରେ, ସବୁ ଜିନିଷ ଭାଗ କରି ଦେଖି ଆରମ୍ଭ କରେ। ରାମଚନ୍ଦ୍ର ଜୀବନରେ କେବେ ଭାଇକୁ ଭିନ୍ନ କରୁନାହାନ୍ତି ଆଜ୍ଞା। ଆଜି ଆମେ ରାମ ମନ୍ଦିର ସହସ କରିପାରୁ କିଛି ମନା ନାହିଁ, କିନ୍ତୁ ଭାଇଟାକୁ ସାଙ୍ଗରେ ରଖି ପାରୁନ। ରାମଚନ୍ଦ୍ର ପ୍ରେମର ପ୍ରତୀକ, ପ୍ରେମର ମୂର୍ତ୍ତିମନ୍ତ ଅବତାର। ସିଏ କେବେ ଭାଇକୁ ଭିନ୍ନ କରୁନାହାନ୍ତି। ରାବଣ ଅହଙ୍କାର ପ୍ରତୀକ, ଭାଇକୁ ଭିନ୍ନ କରିଦେଲେ। ବିଭୀଷଣକୁ ଗୋଇଠା ମାରି ବିଦା କରିଦେଲେ। ଯଦି ଗୋଟେ ଭାଇଟେ ଯଦି ଭାଇ ପାଖରେ ଚଳିପାରୁନି, ଇଏ ରାବଣର ଗୁଣ ନା ରାମର ଗୁଣ? କିନ୍ତୁ ଆମେ ମୂର୍ତ୍ତି କରୁଛୁ, ପୂଜା କରୁଛୁ, ସବୁ କଥା କରୁଛୁ।
এই চরিত্র মଣିষের ତିଆରି হো না, এই চরিত্র যেটা ତିଆରି হো নাই বাহার যে শব্দটা ତିଆରି পাচ্ছে। ଆପଣ ରାମଚନ୍ଦ୍ର ପରିବାର ଆଦର୍ଶ ଦେଖନ୍ତୁ, ରାମଚନ୍ଦ୍ର ପରିବାର ଆଦର୍ଶ କଣ? ଆପଣ ରାମାୟଣ ମହାଭାରତ ଦିଟାଙ୍କ ମହାକାବ୍ୟ ପଢିଦେବେ, ଦି ଧାଡର ଶିକ୍ଷା ଅଛି, ସମୁଦାୟ ଦି ଧାଡର ଶିକ୍ଷା। ଜଣେ କହିଲେ ଦେବୀ ନାହିଁ, ଜଣେ କହିଲା ଦେବୀ ନାହିଁ। ରାମଚନ୍ଦ୍ର ବନକୁ ଚାଲିଛନ୍ତି, ଭରତ ମାମୁଁ ଘର ଯାଇଥିଲେ, ମାମୁଁ ଘରୁ ଫେରିଲା ପରେ ଦେଖିଲେ ଯେ ରାମଚନ୍ଦ୍ର ବନକୁ ଯାଇଛନ୍ତି। ଅଯୋଧ୍ୟା ବାସୀକୁ ଧରିକି ବନକୁ ଗଲେ, ରାମଚନ୍ଦ୍ରଙ୍କ ପାଦ ତଳେ ପଡିକି କ୍ଷମା ମାଗି କହିଲେ ମୁଁ ଅଯୋଗ୍ୟ, ମୁଁ ଅଧମ, ଆପଣ ଫେରି ଚାଲନ୍ତୁ, ସିଂହାସନ ଆପଣଙ୍କର, ଭୁଲରେ ମା ଆପଣଙ୍କୁ ପଠେଇ ଦେଇଛନ୍ତି, ମୁଁ ସେ ମାର ମୁହଁ ଦେଖିବାକୁ ଚାହେଁନା ବୋଲି ସବୁ କଥା କହିଲେ। ଏବଂ ରାମଚନ୍ଦ୍ର ତାଙ୍କୁ କହିଲେ ରାଜ୍ୟ ତମର, ସିଂହାସନ ତମର, ରାଜ୍ୟକୁ ତମେ ପରିଚାଳନା କରିବ, ମୁଁ ଯେଠିକି ଆସିଛି ମୋ ଇଚ୍ଛାରେ ଆସିନି, ବାପାଙ୍କର ସତ୍ୟ ପାଳନ ପାଇଁ ଆସିଛି। ଯେତିକି କହିଲେ ରାଜ୍ୟ ତମର, ସିଂହାସନ ତମର, ତମେ ସବୁ ପାଳନ କରିବ, ଗୋଟିଏ ବାକ୍ୟରେ ଭରତ କହିଲେ ନେବି ନାହିଁ, ଆପଣ ଯେତେ ଦେଲେ ବି ନେବି ନାହିଁ। ଆମ ଭଳି ସାଧାରଣ ମଣିଷ କହିଥିଲେ ଭଗବାନ ଦେଲେ, ପଦବୀ ଦେଲେ, ଭଗବାନ କ୍ଷମତା ଦେଲେ, ଭଗବାନ ସମ୍ପଦ ଦେଲେ, କିଛି ହବ ନାହିଁ। କିନ୍ତୁ ଭରତ ଜାଣିଥିଲେ କ୍ଷମତା ମିଳିଗଲେ, ପଦବୀ ମିଳିଗଲେ ମଣିଷଟା ଅମଣିଷ ହେଇଯାଏ। ଆଜି କ୍ଷମତା ମିଳିଯାଉ, ଆଜି ଧନ ସମ୍ପତ୍ତି ମିଳିଯାଉ, ଆଜି ଗୋଟେ କଣ ମିଳିଯାଉ, କାଲି ମଣିଷ ସେ ପଦବୀର ଅହଙ୍କାର ଅବମାନନା କରିବ, ତା ଅହଙ୍କାରକୁ ନେଇ ସମସ୍ତଙ୍କୁ ଦେଖିବ। ଯାହା ପାଖରେ ଧନ ନାହିଁ ତାକୁ କେହି ଚିହ୍ନନ୍ତି ନାହିଁ, ଆଉ ଯାହାର ଧନ ଯାଇ ସିଏ ବି ତାକୁ ଚିହ୍ନି ପାରେନି, ଇଏ ତ ଅହଙ୍କାର ଆଉ କଣ, ଇଏ ତ ମଣିଷ ଭିତରେ ମାନେ ଦୁର୍ଗୁଣ ଆଉ କଣ। ଯାହା ପାଖରେ ଧନ ସମ୍ପତ୍ତି ନାହିଁ ତାକୁ କେହି ଚିହ୍ନୁନାହାନ୍ତି ଆଜିକାଲି, ଏବଂ ଯାହା ପାଖରେ ଧନ ସମ୍ପତ୍ତି ଅଛି ସିଏ ବି ତାକୁ ଚିହ୍ନୁଛି କି? ଜୀବନଟା ଏମିତି ଗୋଟେ ବର୍ତ୍ତମାନ ବୈଷମ୍ୟ ଭିତରେ ଅଛି, ଏଠି ଥିବା ଲୋକର ଦୁଃଖୀ, ନଥିବା ଲୋକର ଦୁଃଖୀ। ଯିଏ ଖାଇବାକୁ ପାଉନି ସେ ଦରିଦ୍ର ହେଇକି ଦୁଃଖୀ ବଞ୍ଚୁଛି, ଯୋଉ ଲୋକର ଖାଇବାକୁ ଅଛି, ଘରେ ଡାଇନିଂ ଟେବୁଲ 10 ପ୍ରକାର ଖାଇବା ଅଛି, ଖାଇପାରୁନି, ରୋଗ ଅଛି, ଡାଇବେଟିସ୍ ଅଛି, ଆଉ ଗୋଟେ କଣ ଅଛି। ଯାହାର ପୁଅଟେ ନାହିଁ ସେ ଦୁଃଖୀ, ପୁଅଟେ ଭଗବାନ ଦେଲେ କମ୍ପ୍ଲେନ କରି ଦୁଃଖ ପ୍ରକାଶ କରୁଛି। ଯାହାର ପୁଅଟେ କିଛି ବି ଦୁଃଖୀ, କହୁଛି ପୁଅ ବାଙ୍ଗାଲୋର ପଳେଇଲା, ପୁଅ ଚେନ୍ନାଇ ପଳେଇଗଲା, ପୁଅ ଆଉ ଗୋଟେ କୁଆଡେ ପଳେଇଲା, ପଚାରିଲାନି, ଥିଲା ଲାଲ ଦୁଃଖୀ, ନଥିଲା ବାଲାର ଦୁଃଖୀ। ଏଠି ଜୀବନ ବର୍ତ୍ତମାନ ମିଶାମିଶି ହେଇକି ଅଛି, ପ୍ରକୃତ ଜୀବନ ଏଠି ତିଆରି ହଉନାହିଁ। ପ୍ରକୃତ ଜୀବନ ତିଆରି ନେଇ ରାମଚନ୍ଦ୍ର ସେଇ କଥା କହୁଛି, ତୁ ନେଇକି ଆସିଗଲେ ନେବି ନାହିଁ, ନେଲେ ନାହିଁ। ସେ ମହାଭାରତ ଯୁଗରେ ଦୁର୍ଯ୍ୟୋଧନକୁ ଶ୍ରୀକୃଷ୍ଣ ବୁଝେଇଲେ, ତମେ ବାପାର ପୁଅ, ସେ ବାପାର ପୁଅ, 5 ଖଣ୍ଡ ଗାଁକୁ ଦେଇବେ, ତମେ ଭଲରେ ସିଏ ଭଲ ରହିବ। ସେ କହିଲା ଛୁଞ୍ଚି ମୁଣ୍ଡରେ ମୁଣ୍ଡେ ବି ଜାଗା ଦେବେନି। ଜଣେ କହିଲା ନେବି ନାହିଁ, ଜଣେ କହିଲା ଦେବି ନାହିଁ। ଯିଏ ନେବି ନାହିଁ କହିଲା ସିଏ ଉପରକୁ ଉଠିଲା, ଯିଏ ଦେବି ନାହିଁ କହିଲା ତଳକୁ ବସିଲା। ଭରତ ମନା ସ୍ୱର୍ଣ୍ଣାକ୍ଷର ଖାଇଦେଲା, ଦୁର୍ଯ୍ୟୋଧନ ନା ଅସୁର ନିଶ୍ଚିତ କଲା। ଜୀବନ ଯୋଉମାନେ ନିଅନ୍ତି ନାହିଁ ସେମାନେ ଉପରକୁ ଉଠନ୍ତି, ଯିଏ ଦିଅନ୍ତି, ଯିଏ ମାନେ ଦେବି ନାହିଁ ବୋଲି ସେମାନେ ତଳକୁ ଯାଆନ୍ତି। ରାମଚନ୍ଦ୍ର ପରିବାର ଆଦର୍ଶ କଣ? ଦିନେ ରାତି ଅଧରେ ରାମଚନ୍ଦ୍ର ବଣକୁ ପଡିଲା ପରେ ଭରତ ଯାଇକି ଚିତ୍ରକୂଟରେ ଶୋଇଥିଲା ବେଳେ ଶତ୍ରୁଘ୍ନ ସ୍ତ୍ରୀ ଛାତ ଉପରେ ବୁଲୁଛନ୍ତି, ନା କୁମାରୀ ବେଶ ନା ବଧୂ ବେଶ, ଗୋଟିଏ ବସ୍ତ୍ର ପରିହି ଯାଇଛନ୍ତି, କେଶଗୁଡା ମୁକୁଳା ଅଛି, ଜହ୍ନ ରାତିରେ ଛାତ ଉପରେ ବୁଲୁଛନ୍ତି। ମା କୌଶଳ ଯାଇକି ପଚାରିଲେ, କହିଲେ ଶତ୍ରୁଘ୍ନ ଘରେ ନାହାନ୍ତି କି? ରାତି ଅଧରେ ଛାତ ଉପରେ ଏକା ବୁଲୁଛୁ, କଥା କଣ, କଣ ତୋର ହେଇଛି କଣ? ଶତ୍ରୁଘ୍ନ ସ୍ତ୍ରୀ କହିଲେ ତମେ କଣ ଜାଣିନ ମା, ଯୋଉ ଦିନ ରାମଚନ୍ଦ୍ର ବଣକୁ ଯାଇଛନ୍ତି ଭରତ ସେଇଦିନରୁ ତଳେ ମାଟି ଉପରେ ଶୋଉଛନ୍ତି ଚିତ୍ରକୂଟରେ, ଦିନରେ ଗୋଟେ ଟାଇମ ଖାଉଛନ୍ତି। କାରଣ ଭାଇ ବଣରେ ବୁଲୁଛି, କଣ ଖାଉଥିବ, କଣ ପିଉଥିବ, କଣ ଶୋଉଥିବ, ଗୋଡରେ କଣ୍ଟା ବାଜୁଥିବ, ଏଠି ସାନ ଭାଇ କେମିତି ଭଲ ଖଟରେ ଶୋଇବ, ଭଲ ପଲଙ୍କରେ ଶୋଇବ। ଗୋଟେ ଭାଇ ପ୍ରତି କେତେ ସମ୍ମାନ, ଇଏ ପରିବାର ଆଦର୍ଶ। ରାମଚନ୍ଦ୍ର ବଣରେ ବୁଲିଛନ୍ତି ବୋଲି ଭରତ ସିଂହାସନରେ ବସିନାହାନ୍ତି, କଠକୁ ମୁଣ୍ଡିଆ ମାରି ପୂଜା କରିଛନ୍ତି। ଗୋଟେ ଥର ଦିନରେ ଖାଇଛନ୍ତି, ସେମିତି ତଳେ ମାଟି ଉପରେ ଶୋଇଛନ୍ତି। ଆଉ ଶତ୍ରୁଘ୍ନ ସ୍ତ୍ରୀ ବି କହୁଛନ୍ତି ଯୋଉ ଭାଇ ବଣକୁ ଯାଇଛନ୍ତି ବୋଲି ସାନ ଭାଇ ମାଟି ଉପରେ ଶୋଉଛନ୍ତି। ଶତ୍ରୁଘ୍ନ ଦେଖେ ରାତିରେ ଆସୁନାହାନ୍ତି ମୋ ପାଖକୁ। ଯଦି ଭାଇମାନେ ଯଦି ବଣରେ, ଯଦି ଭାଇମାନେ ଯଦି ବର୍ତ୍ତମାନ ବାହାରେ, ମୁଁ ତାଙ୍କର ପତ୍ନୀ ହେଇକି ମୁଁ କେମିତି ଖଟରେ ଶୋଇବି, ମୁଁ କେମିତି ପଲଙ୍କରେ ଶୋଇବି, ମୁଁ କେମିତି ରାଜାମରା ଭଳିଆ ଚଳିବି? ମତେ ମଧ୍ୟ ସନ୍ନ୍ୟାସୀ ଭଳିଆ ବଞ୍ଚିବାର ଅଛି। ଗୋଟେ ସାର୍ଥକ ନାରୀ ଆଦର୍ଶ। ଭଗବାନ ବୁଦ୍ଧତ୍ୱ ପ୍ରାପ୍ତ ହେଇକି ଆସନ୍ତି ଯଶୋଧରାଙ୍କ ପାଖକୁ। ଯଶୋଧରାଙ୍କୁ ପଚାରିଲେ କଣ ଚାହଁ, ନା ଆପଣଙ୍କ ପୁଅକୁ ମଧ୍ୟ ସେ ମାର୍ଗ ନେଇଯାନ୍ତୁ, ସାର୍ଥକ ମାର ଆଦର୍ଶ। କୋଉ ମା କହିଦେବ ଠିକ ମାର୍ଗ ନେଇଯାନ୍ତୁ, ବୁଦ୍ଧତ୍ୱ ମାର୍ଗ ନେଇଯାନ୍ତୁ। ଭଗବାନ ବୁଦ୍ଧତ୍ୱ ପ୍ରାପ୍ତ ହେଇକି ଆସିଲା ପରେ ବର୍ତ୍ତମାନ ପତ୍ନୀ ଯଶୋଧରା କହୁଛନ୍ତି ଆପଣ ଯୋଉ ମାର୍ଗରେ ଯାଇଛନ୍ତି ଆପଣଙ୍କ ପୁଅକୁ ମଧ୍ୟ ସେଇ ମାର୍ଗ ନେଇଯାନ୍ତୁ, ସାର୍ଥକ ମା। କିଛି ବର୍ଷ ପୂର୍ବରୁ ରାଜପୁତ ମହିଳାମାନେ, ରାଜପୁତ ରମଣୀ ମାନେ ତାଙ୍କ ସ୍ୱାମୀ ମାନଙ୍କୁ ତିଳକ ଲଗାଇ ଦେଉଥିଲେ, ପୁଅମାନଙ୍କୁ ତିଳକ ଯୁଦ୍ଧ କ୍ଷେତ୍ରକୁ ପଠେଇ ଦେଉଥିଲେ। କାହିଁକି? ଆଗ ରାଷ୍ଟ୍ର ବଞ୍ଚିବା ଦରକାର, ପରିବାର ପରେ, ଘର ପରେ, ନିଜ ମାନେ ଜୀବନ ପରେ ଆଗ ଦେଶ ବଞ୍ଚିଲେ କେବେ ବଞ୍ଚିବ? ଶିକ୍ଷାଟା ମାର କୋଳରୁ ହବା କଥା। ବର୍ତ୍ତମାନ ଶିକ୍ଷା ମାର କୋଳରୁ ନାହିଁ, ଶିକ୍ଷା 5 ବର୍ଷ ବୟସରେ ସ୍କୁଲ ପରେ ହଉଛି। ଗୋଟେ ମା ଶିଖୁଥିଲା ଦେଶ ବଞ୍ଚିଲେ ଯାଇକି ସେ କଥା ହବ। ଶ୍ରୀ ଅରବିନ୍ଦ ଲେଖିଲେ ଟୁ ଲିଭ୍ ଫର ଗଡ୍, ଭଗବାନ ପାଇଁ ବଞ୍ଚିବା ହେଉଛି ଯଥାର୍ଥ ଜୀବନ। ଟୁ ଲିଭ୍ ଫର ହ୍ୟୁମାନିଟି, ମାନବ ସମାଜ ପାଇଁ ବଞ୍ଚ। ଟୁ ଲିଭ୍ ଫର କଣ୍ଟ୍ରି, ଦେଶ ପାଇଁ ବଞ୍ଚ। ଟୁ ଲିଭ୍ ଫର ପିପୁଲ୍ସ, ଲୋକମାନଙ୍କ ପାଇଁ ବଞ୍ଚ। ଟୁ ଲିଭ୍ ଫର ଅଦର୍ସ, ଅନ୍ୟମାନଙ୍କ ପାଇଁ ବଞ୍ଚ। ଏଠି କୋଉଠି ଲେଖା ହେଲାନି ନିଜ ପାଇଁ ବଞ୍ଚ। ଆମ ଶିକ୍ଷା, ଆମ ପରିବେଶ, ଆମ ବାତାବରଣ ସମସ୍ତେ କହୁଛୁ ଆପେ ବଞ୍ଚିଲେ ବାପା ମା କହୁଛୁ ସମସ୍ତେ, ସେ କଥା ମନରେ ବି ରଖିଛୁ, ଘୋଷିଛୁ ମଧ୍ୟ। କେବେ ଏଠୁ ଆମେ ଜାଣିଛୁ
ମଣିଷ ମରିବ ଦିନେ ଦେବତା ବି ଜନ୍ମ ହେଲେ ମରେ, ସାର୍ଥକ ମରଣ ତାର ଯାହା ପାଇଁ ମାଟି ଗଡ଼ିଚରେ। ସମସ୍ତେ ବୁଝିଛୁ, ସମସ୍ତେ ମନେ ରଖିଛୁ, ବୁଝିଛୁ କି? ମଣିଷ ମରିବ ଦିନେ ଦେବତା ବି ଜନ୍ମ ହେଲେ ମରେ, ଦେବତା ବି ଜନ୍ମ ହେଇଛି ଯିଏ ମରିଛି, ସାର୍ଥକ ମରଣ ତାର ଯାହା ପାଇଁ ମାଟି ଗଡ଼ିଚରେ। ସେଇ ଲୋକ ସାର୍ଥକ ଜୀବନ, ଯିଏ ସାର୍ଥକ ମରଣ ତାର ଯାହା ପାଇଁ ସାରା ଜଗତ ଯିଏ ଝୁରୁଛି। ଗୋଟାଏ ଦିନରେ 2 ଜଣଙ୍କୁ ଦେହତ୍ୟାଗ କଲେ, ଅବ୍ଦୁଲ କାଲାମ, ୟାକୁବ ମେମନ। ୟାକୁବ ମେମନ ମୁସଲିମ, ଅବ୍ଦୁଲ କାଲାମ ବି ମୁସଲିମ। ୟାକୁବ ମେମନକୁ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଗଲା ସକାଳ 6ଟାରେ ଏବଂ ଅବ୍ଦୁଲ କାଲାମଙ୍କ ଦ୍ୱାରା ଶବ ସଂସ୍କାର ପାଇଁ ରାମେଶ୍ୱରମକୁ ଦିଆଗଲା। ରାସ୍ତାରେ ଲକ୍ଷ ଲକ୍ଷ ଲୋକମାନେ ନଡ଼ିଆ ଗଛ ଉପରେ ଛିଡ଼ାଇକି, 5 ମହଲା ଉପରେ ଛିଡ଼ାଇକି ଲୋକମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ। କାରଣ ସେ ଜାଗା ଥିଲା ରାସ୍ତାରେ, ଲକ୍ଷ ଲକ୍ଷ ଲୋକ ଭାରତର ବର୍ଷର ପୃଥିବୀର ଚାରିଆଡ଼େ ଲୋକମାନେ ଅବ୍ଦୁଲ କାଲାମକୁ ଶ୍ରଦ୍ଧାଞ୍ଜଳି ଯାଉଥିଲେ। ଇଏ ବି ମୁସଲିମ, ସିଏ ବି ମୁସଲିମ। କିଏ କଣ ଲକ୍ଷ ଲକ୍ଷ ଟଙ୍କା ବାଣ୍ଟିଥିଲେ? ଅବ୍ଦୁଲ କାଲାମ ପାଇଁ ସାରା ଦେଶ କାନ୍ଦିଲା, ସାରା ପୃଥିବୀ ମନେ ପଡ଼ିଲା। ୟାକୁବ ମେମନ ପାଇଁ ସାରା ଦେଶ କହିଲା ଏଟା ସନ୍ତ୍ରାସବାଦୀଟା 12 ବର୍ଷ କାଳେ ତାକୁ କାହିଁକି ପୋଷା ଯାଇଥିଲା, ତାକୁ ଆଗରୁ କାହିଁକି ଫାଶୀ ଦିଆଗଲାନି? ଜଣେ ଲୋକ ମରିଗଲେ ତା ପାଇଁ ସାରା ଦେଶ କହିଲା ଏଟାକୁ 12 ବର୍ଷ ବଞ୍ଚିବାର ଅଧିକାର ନଥିଲା, କାହିଁକି ବଞ୍ଚା ହେଲା? ଜଣେ ଲୋକ ଚାଲିଗଲା ପରେ କହୁଛନ୍ତି ଇଏ ଆଉ କିଛି ବଞ୍ଚିବା ଦରକାର ଥିଲା, ଦେଶ ପାଇଁ ଆହୁରି ବିଜ୍ଞାନ ପାଇଁ କଣ ପ୍ରଧାନ ଦେଇଥାନ୍ତି। 2 ଜଣଙ୍କ ମୃତ୍ୟୁ ଏକା ଭଳି ଦେଖାଗଲେ ମଧ୍ୟ ମୃତ୍ୟୁ ଏକା ନୁହେଁ। ସମସ୍ତେ ସମସ୍ତଙ୍କ ଜୀବନକୁ ସାର୍ଥକ କରିପାରନ୍ତି ନାହିଁ। ବହୁତ କଥା ଆମେ ଶୁଣିଛୁ, ପଢିଛୁ, ଜୀବନରେ ବୁଝିନାହୁଁ। ଭାଗବତରେ କେବେ ଲେଖା ହେଇଛି? କେବେ? ସବୁ ଆମେ ପଢିଛୁ, ଜାଣିଛୁ। ବୟସ ତୃତୀୟ ପ୍ରାପତେ ତେବେ ଚଳିବ ବନପଥେ। ବୟସ ତୃତୀୟ ପ୍ରାପତେ ମାନେ ତୃତୀୟ ଅବସ୍ଥା ଆସିଗଲା, 12 ବର୍ଷ ଅବସ୍ଥା, 50 ବର୍ଷ ହେଇଗଲା ପରେ ତେବେ ଚଳିବ ବନପଥେ, ଘରେ ରହିବେ ନାହିଁ। ପଢିଛୁ ନା ଆଜ୍ଞା, ବୁଝିଛୁ? 50 ବର୍ଷ ପରେ ଘରେ ରହିବାକୁ କହିଛି କି? ଏ କଥା ସମସ୍ତଙ୍କୁ ଭଲ ଲାଗିବନି, ବୁଝନ୍ତୁ ଆପଣ। ଆମର ଗୋଟେ ସ୍ତ୍ରୀ ମା ତ କୋଉଠି ଛାଡିବା ପାଇଁ କହିଛି, ମୁଁ ଜାଣିଛି ମା ଛାଡିବା ନ ଛାଡିବା ପାଇଁ, କିନ୍ତୁ ସିଏ ତ ନିଜେ ରହିନାହାନ୍ତି। ମା ତ ନିଜ ଘରେ ରହିନାହାନ୍ତି, ବାବା ଝିଅ ରହିନାହାନ୍ତି, ଚମ୍ପଲାରେ ରହିନାହାନ୍ତି, ବିବେକାନନ୍ଦ ରହିନାହାନ୍ତି। ସଂସାରରେ କୌଣସି ମହାନ ବ୍ୟକ୍ତି ମାନେ ନିଜ ଘରକୁ 3 ଜଣଙ୍କୁ ନେଇକି ଆମେ ଘର କହୁଛୁ ନା କେତେ ଜଣ କହୁଛୁ? ବାପାଟେ, ମାଟେ, ଛୁଆରେ 3 ଜଣ ଆପଣଙ୍କ ଘର। ଆମେ 3 ଜଣ ହିଁ କହୁଛୁ ଆମ ଘର ବୋଲି ଆମେ କହୁଛୁ। ଜୀବନ ଇଏ ସଂକୀର୍ଣ୍ଣ ଜୀବନ, ଇଏ ସାଧାରଣ ଜୀବନ, ସ୍ୱାର୍ଥପର ଜୀବନ ଏବଂ ସଂକୁଚିତ ଜୀବନ। ସେ ଲେଖିଲେ ବିଶ୍ୱ ବାସନା, ଯେମିତି ସାଂସାରିକ ବିଶ୍ୱ ବାସନା ଯେହେତୁ କାନରେ କୁମନ୍ତ୍ରଣ ଦିଏ, ଏ କଥା ଲେଖା ହେଇଛି ନାହିଁ ବହିରେ। ସାଂସାରିକ ବିଶ୍ୱ ବାସନା ଯେହେତୁ କାନରେ କୁମନ୍ତ୍ରଣ ନଦିଏ ମାନେ ପ୍ରତିଦିନ ଯୋଉ ଚିନ୍ତା ଭାବନା ଭିତରେ ମଣିଷଟା କଷ୍ଟ ପାଉଛି, ଦୁଃଖ ହଉଛି, ପ୍ରତିଦିନ କର୍ଣ୍ଣ ପରେ ଶବ୍ଦକୁ ଧ୍ୱନିତ ପ୍ରତିଧ୍ୱନିତ କରୁଛି। ଇଏ ହଉଛି ସେଇ ଶବ୍ଦ ଲେଖା ଧ୍ୟାୟତ ବିଶ୍ୱାମ ପୁଂସ ସଂଘର୍ଷ ପଦାୟତେ ସଂଘର୍ଷ ସଂଘର୍ଷ କାମ କାମାତ ପ୍ରଭାବିଜା। ଧ୍ୟାୟତ ବିଶ୍ୱାମ ପୁଂସ, ବିଶ୍ୱ ବାସନା ପ୍ରତି ବେଶୀ ମନ ଦେଲେ ସଂଘର୍ଷ ଉପାଯାୟତେ, ଆସକ୍ତି ଜନ୍ମ ନେବ। ସଂଘର୍ଷ ସଂଘର୍ଷ କାମ, ଆସକ୍ତି ଜନ୍ମ ନେଲେ କାମନା ଜନ୍ମ ନେବ। କାମାତ ପ୍ରଭାବିଜାତେ, କାମନା ଜନ୍ମ ନେଲେ କ୍ରୋଧ ଜନ୍ମ ନେବ। କ୍ରୋଧା ଭବତି ସମୂହ, କ୍ରୋଧ ଆସିଲେ ମୋହ ଆସିଯିବ। ସମୂହ ସ୍ମୃତି ବିଭ୍ରମ, ମୋହ ଆସିଲେ ସ୍ମୃତି ଶକ୍ତି ନଷ୍ଟ ହେଇଯିବ। ସ୍ମୃତି ଭ୍ରଂଶାତ ବୁଦ୍ଧି ନାଶ, ବୁଦ୍ଧି ନାଶ ପ୍ରଣସତି, ବୁଦ୍ଧି ନଷ୍ଟ ହେଇଗଲେ ମଣିଷର ମୃତ୍ୟୁ ଆସିବ। ଜୀବନ ଏମିତି ଧୀରେ 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 ତଳକୁ ଚାଲିଯାଉଛି, ଗୋଟେ ଚେନ୍ ଭଳିଆ ଲିକ୍ ହେଇକି ଅଛି। ମଣିଷଟା ଜନ୍ମ ହେଇନି ମରିବା ପାଇଁ, ମଣିଷ ଜନ୍ମ ହେଇଛି ମୃତ୍ୟୁକୁ ଜୟ କରିବା ପାଇଁ। ଯଦି ମଣିଷ ଜନ୍ମ ହେଇଥିଲା ମରିବା ପାଇଁ, ତାହେଲେ ଆମର ଋଷିମାନେ ମୃତ୍ୟୁଞ୍ଜୟ ମନ୍ତ୍ର କାହିଁକି ଦେଖିଲେ? ମରିବା ମନ୍ତ୍ର ଲେଖା ହେଇଥାନ୍ତା। ଏଠି ଜଣେ ବ୍ୟକ୍ତି 80 ବର୍ଷ 90 ବର୍ଷ ବୟସରେ ବିଛଣା ପଡିକି ଛଟପଟ ହଉଥିଲେ ମଧ୍ୟ ମରିବାର ଅଧିକାର ନାହିଁ। ପଶୁ ପକ୍ଷୀ ମାନେ ମରିପାରିବେ ନାହିଁ, ମରିବାର ଅଧିକାର ନାହିଁ। କାରଣ ଆମର ମରିବାର ବି ଅଧିକାର ନାହିଁ, କି ମରିବା ବି ଆମ ହାତରେ ନାହିଁ। ଏଠି କଷ୍ଟ ଦୁଃଖ ଜଣେ ବର୍ଣ୍ଣନ କରୁଛି, କିନ୍ତୁ ଜୀବନର ପ୍ରକୃତ ଅର୍ଥ, ପ୍ରକୃତ ରହସ୍ୟ ହେଉଛି ମୃତ୍ୟୁକୁ ଜୟ କରିବା। ମୃତ୍ୟୁଞ୍ଜୟ ମନ୍ତ୍ର ଲେଖା ହେବ। ଯେହେତୁ ଜୀବନରେ ମୃତ୍ୟୁକୁ ଜୟ କରିବାର କଳା ବା ସେ ଜ୍ଞାନ ଆମ ପାଖରେ ସେତିକି ଭାବରେ ପର୍ଯ୍ୟାପ୍ତ ଆମ ପାଖରେ ନାହିଁ। ଜୀବନ ବର୍ତ୍ତମାନ ଏଇଭଳିଆ ଅବସ୍ଥା, ଏଇଭଳିଆ ଦୟନୀୟ ବା ଦଳିତ ହେଇକି ଅଛି। ଏଇ ଜୀବନ ଭିତରେ ଗୋଟେ ସୁନ୍ଦର ସମୁନ୍ନତ ଜୀବନ ବାହାର କରିବା ପାଇଁ ଜୀବନକୁ ଆଉ ନୂଆ ସ୍ତରକୁ ଯାଉ। ଆଉ ଅନେକ ପଏଣ୍ଟ ଅଛି, ମୁଁ ସେ କଥା କହୁଛି, ସମୟ ହେଇଛି। ମା ଶେଷ କଥା, ଆହୁରି ବହୁତ କଥା ଅଛି, ମୁଁ ଆଉ ଗୋଟେ ପଏଣ୍ଟ କହୁଛି। ମା କହିଲେ ଯୋଉ ଲୋକ ଯେତିକି ସମର୍ପଣ କରିପାରିବ ସେ ଲୋକର ଜୀବନ ଅଧିକ ସେତିକି ସାର୍ଥକ। ସମର୍ପିତ ଜୀବନ ଆନନ୍ଦରେ ବଞ୍ଚ। ଲେଖାଛି ତ ପ୍ରସାଦ ପରମ ଶାନ୍ତି, ତାଙ୍କର କୃପାରୁ ହିଁ ଆପଣ ଶାନ୍ତି ପାଇବେ। କେବଳ ଭଗବାନ କୃପାରୁ ଯିଏ ଯେତିକି ମାତ୍ରାରେ ସମର୍ପଣ କରିବ ସେ ଲୋକ ସେତିକି ଆନନ୍ଦରେ ପାଇବ, ସେତିକି ଆନନ୍ଦରେ ବଞ୍ଚିବ। ଏଠି ସମର୍ପଣ ଜୀବନ ନାହିଁ ତ ଜୀବନରେ ଆନନ୍ଦ ନାହିଁ କି ଶାନ୍ତି ନାହିଁ। ତେଣୁ ଯୋଉ ଲୋକ ଯେତିକି ମାତ୍ରାରେ ନିଜକୁ ଦେଇପାରିବ, ଏଠି ଦେଇପାରିବାନି କେବଳ ଭଗବାନ ପାଖରେ ଦବ, କେବଳ ହିଁ ଭଗବାନ ପାଖରେ। ଆମେ କହୁଛୁ ଭାଗବତ କର୍ମ, ଭାଗବତ ଅଭିବ୍ୟକ୍ତି, ତାଙ୍କ କର୍ମ କଲେ ଭଗବାନ କର୍ମ। ନିଜ କର୍ମ କରିକି ଭଗବାନ କର୍ମ ବୋଲି କହିଦେବା କି ସହଜ କଥା, ସମସ୍ତେ ଆମେ କହୁଛୁ। ନିଜ କର୍ମଟା ଭଗବାନ କର୍ମ କେମିତି ହେଲା? ମୁଁ ଚାକିରି 40 ବର୍ଷ 50 ବର୍ଷ କଲି, ମୋ ପାଇଁ କଲି, ମୋ ପରିବାର ପାଇଁ କଲି, ମୋ ନିଜ ସ୍ୱାର୍ଥ ପାଇଁ କଲି, ଭଗବାନଙ୍କ ସେଥିରେ ଲାଭଟା କଣ ହେଲା? ଏପରିକି ଆପଣ ରାତି ପାଇଲେ ମନ୍ଦିର ଯାଇକି ପ୍ରାର୍ଥନା କଲେ ମଧ୍ୟ ଆପଣଙ୍କ ପାଇଁ, ଭଗବାନ ପାଇଁ ନାହିଁ। ଆପଣ ରାତି ବେଳେ ପ୍ରାର୍ଥନା କଲେ ମତେ ଆଜି ସୁରକ୍ଷା ଦିଅ, ମତେ ଆଜି ଶକ୍ତି ଦିଅ, ମୋ ଘରକୁ ଧନ ଦିଅ, ଆପଣ ସ୍ୱାର୍ଥ ହିଁ ମାଗିଲେ, ଭଗବାନଙ୍କ କର୍ମ ସେଠି କଣ ହେଲା? ଅତିମାଂସ ରୂପାନ୍ତର ସେଥିରେ କଣଟା ହେଇଯିବ? ଆମେ ଯାହା ବୁଝିଛୁ ଏସବୁ ଜିନିଷ ପଛରେ ପ୍ରକୃତରେ ମଣିଷର ମଣିଷତ୍ୱ ଅଲଗା ଜିନିଷ ଅଛି, ସ୍ୱାର୍ଥତା ଅଲଗା ଜିନିଷ ଅଛି। ଏଇଭଳିଆ ଏକ ଜୀବନ ଭିତରେ ଏକ ନୂଆ ଜୀବନ ତିଆରି କରିବା କଥା। ମା ନିରାଶବାଦୀ ନୁହନ୍ତି, ସେ ଏଇ ଜୀବନ ଭିତରେ ଗୋଟେ ସୁନ୍ଦର ସମୁନ୍ନତ ଜୀବନ ତିଆରି ହବ।
ଏବଂ ସେଇ ଜୀବନ କେତେବେଳେ ଆସିବ ইয়ারি ভিতর প্রকৃত জীবনକୁ ତମେ ବାସିବାକୁ ଚେଷ୍ଟା କରିବ ଏଇ ଜୀବନକୁ ଛାଡିକି ଏକ ନୂଆ ଆଦର୍ଶ ଜୀବନ ଆଗକୁ ମନ କରିବ ତେବେ ଏଇ ଜୀବନ ଭିତରେ ଗୋଟେ ସୁନ୍ଦର ଜୀବନ ଆଉ ତିଆରି ହେବ କାରଣ ୟା ଭିତରେ ଲୁଚିକି ଅଛି ବେଳେବେଳେ କୋଇଲା ଭିତରେ ହୀରାଟା ବି ଲୁଚିକି ଅଛି କାଠ ଭିତରେ ଅଗ୍ନିଟା ଲୁଚିକି ଅଛି ପଙ୍କ ଭିତରେ ବି ପଦ୍ମଟା ଲୁଚିକି ଅଛି ମଣିଷ ଭିତରେ ଦେବତ୍ୱ ବି ଲୁଚିକି ଅଛି ଏ ଦେବତ୍ୱକୁ ପ୍ରକାଶ କରିବା ହେଉଛି ମଣିଷର ଅସଲ ସାର୍ଥକତା ମଣିଷର ଅସଲ ଜନ୍ମର ଉଦ୍ଦେଶ୍ୟ ଏଇ କାମଟା କରିପାରିଲେ ଜୀବନ ମହାନ ହବ ଜୀବନ ସୁନ୍ଦର ହବ ସେଇ ଆଶା ସେ ଭବିଷ୍ୟତ ସେ ମା ଆମ ପାଖରେ ରଖିଛନ୍ତି ସେଇ ଦିଗରେ ଚେଷ୍ଟା କରିକି ଜୀବନକୁ ନେଇପାରିଲେ ଏଇ ଜୀବନ ଭିତରେ ଆଉ ଗୋଟେ ସୁନ୍ଦର ଜୀବନ ଏବଂ ମହାନ ଜୀବନଟା ଆମ ପାଖରେ ପ୍ରାପ୍ତ ହେବ।